ଆଜିର ଏହି ଶୀତୁଆ ସନ୍ଧ୍ୟାରେ ଆମର 53ତମ ପାଠଚକ୍ରକୁ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ। ମୋର ନାମ ଅର୍ଜୁନ ଜେନା, ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଯୁବ ବ୍ୟାପାର ମୁଖ୍ୟ ଭାବରେ ଗଜପତି ଜିଲ୍ଲା ଶାଖାରେ ଦାୟିତ୍ୱରତ। ବର୍ତ୍ତମାନ ମୁଁ ଶୁଦ୍ଧ ତଥା ସ୍ୱର ମନ୍ତ୍ର ଉଚ୍ଚାରଣ କରିବା ନିମନ୍ତେ ସୁଶ୍ରୀ ସ୍ନେହା ବେହେରାଙ୍କୁ ନିବେଦନ କରୁଛି। ସୁଶ୍ରୀ ସ୍ନେହା ବେହେରା। ସମସ୍ତଙ୍କୁ ଏଠାରେ ଉପସ୍ଥିତ ବରେଣ୍ୟ ବ୍ୟକ୍ତିବିଶେଷ ମାନଙ୍କୁ ପ୍ରଣାମ। ଓ ଓ ଓ ନମସ୍କାର। ଧନ୍ୟବାଦ ସ୍ନେହା। ବର୍ତ୍ତମାନ ମୁଁ ଅନୁରୋଧ କରିବି ବିବେକ ବାଣୀ ପାଠ କରିବା ନିମନ୍ତେ ସୁଶ୍ରୀ ରାଜେଶ୍ୱରୀ ସ୍ୱାଇଁଙ୍କୁ। ସମସ୍ତଙ୍କୁ ମୋର ପ୍ରଣାମ। ଯଦି ତୁମେ ବେଦ ପାଠ କର ତେବେ ଦେଖିବ ସେଥିରେ ଅଭୟ ଶବ୍ଦଟି ବାରମ୍ବାର ଉକ୍ତ ହୋଇଅଛି। କିଛି ହେଲେ ଭୟ କର ନାହିଁ, ଭୟ ଦୁର୍ବଳତାର ଚିହ୍ନ। ଏହି ଦୁର୍ବଳତା ହିଁ ମନୁଷ୍ୟକୁ ଭଗବାନଙ୍କ ପଥରୁ ବିଚ୍ୟୁତ କରି ନାନା ପାପ କର୍ମ କରାଏ। ସୁତରାଂ ଜଗତର ଘୃଣା ଓ ଉପହାସ ଆଡ଼କୁ ଆଦ୍ୟ ଲକ୍ଷ୍ୟ ନ ରଖି ନିର୍ଭକ ଭାବରେ ନିଜ କର୍ତ୍ତବ୍ୟ କରିଯାଅ। ସ୍ୱାମୀ ବିବେକାନନ୍ଦ। ଧନ୍ୟବାଦ ରାଜେଶ୍ୱରୀ ମହୋଦୟ। ଯାହାଙ୍କର ପରିଚୟ ସ୍ୱୟଂ ନିଜେ, ଯେମିତି ଆମର ଗୋପାଳକୃଷ୍ଣ କହିଥିଲେ ରାଧା ପରି ସିନା ରାଧାରେ ସଙ୍ଗାତ, ଠିକ୍ ସେହିପରି ଆଜି ଆମେ ଅଧ୍ୟକ୍ଷ ଭାବରେ ପାଇଛୁ ଜଣେ ସେଇଭଳି ବିଚକ୍ଷଣ ପ୍ରତିଭା ସମ୍ପନ୍ନ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ଦେବତା ମହୋଦୟଙ୍କୁ, ଯାହାଙ୍କର କୃତିତ୍ୱ କାର୍ଯ୍ୟଦକ୍ଷତା ପାଇଁ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପାଇଛନ୍ତି। ପୁଣି ଶିକ୍ଷକତା ଜୀବନରେ ସାଫଲ୍ୟ ମଣ୍ଡିତ କରି ପ୍ରଧାନ ଶିକ୍ଷକ ଭାବରେ ସେ ସେବା ନିବୃତ୍ତ ହୋଇଛନ୍ତି। ପୁଣି ତାଙ୍କର ସାଂଗଠନିକ କାର୍ଯ୍ୟ ବିଭିନ୍ନ ସଂଗଠନର ପରିଚାଳନା ଦାୟିତ୍ୱ, ବିଭିନ୍ନ ପତ୍ରପତ୍ରିକା, ତାହା ସହିତ ସୁଲେଖକ କବି ଭାବରେ ସୁଖ୍ୟାତି ଅର୍ଜନ କରି ଏଇ ମାଟିର ଗର୍ବ ଗୌରବକୁ ଆହୁରି ଅଗ୍ରଗଣ୍ୟ କରିବାରେ ଯାହାଙ୍କର ଅତୁଳନୀୟ ଭୂମିକା ରହିଅଛି। ତେଣୁ ଆଜି ଅଧ୍ୟକ୍ଷ ମହୋଦୟଙ୍କୁ ମୁଁ ଅନୁରୋଧ କରିବି ସଭା କାର୍ଯ୍ୟ ପରିଚାଳନା କରିବା ନିମନ୍ତେ। ଧନ୍ୟବାଦ ସାର୍। ଆଉ ଆଜି ଖୁସିର କଥା ଯେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବିଚାରଧାରା ବିଭାଗ ଗଜପତି ଶାଖା ତରଫରୁ 53ତମ ଇ ପାଠଚକ୍ର ଆଉ ସୁନ୍ଦର ପ୍ରସଙ୍ଗଟେ ରହିଛି, ଓଡିଶାର ଜନଜାତି ସମାଜରେ ପାରମ୍ପରିକ ବିବାହ ପ୍ରଥା। ଖୁସି ଲାଗୁଛି ଯେ ଏଇ ବିଭାଗରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗରେ ମୁଁ 30 ବର୍ଷରୁ ଉର୍ଦ୍ଧ୍ୱ ବର୍ଷ କାମ କରି ବର୍ତ୍ତମାନ ସେବା ନିବୃତ୍ତ ଅଛି, 14 ବର୍ଷ ହେଲା। ଆଉ ଖୁସି ଲାଗିଲା ଏଇ ଯୋଉ ପ୍ରସଙ୍ଗ ରହିଛି ଓଡିଶାର ଜନଜାତି ସମାଜରେ ପାରମ୍ପରିକ ବିବାହ ପ୍ରଥା, ବାସ୍ତବରେ ଗୋଟେ ସୁନ୍ଦର ଆଜିର ଆଭାସୀ ବୈଠକରେ ହବ ଏଇ କାର୍ଯ୍ୟକ୍ରମ। ଆଜିର ଆଭାସୀ ବୈଠକର ତଥା ସ୍ୱାମୀ ବିବେକାନନ୍ଦ ଲୋକ ସଂସ୍କୃତ ବିଚାରଧାରା ବିଭାଗ ସମସ୍ତ 53ତମ ଇ ପାଠଚକ୍ରର ଜ୍ୟେଷ୍ଠ, ଶ୍ରେଷ୍ଠ, ବରିଷ୍ଠ, ବିଶିଷ୍ଟ, ବିଦଗ୍ଧ ଶ୍ରୋତା ମଣ୍ଡଳୀ ତଥା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ସତୀର୍ଥ ଗଣଙ୍କୁ ମୋର ପ୍ରଣାମ, ଶୁଭେଚ୍ଛା ଏବଂ କନିଷ୍ଠ ମାନଙ୍କୁ ସଶ୍ରଦ୍ଧ ସ୍ନେହ, ଆଦର, ଶୁଭେଚ୍ଛା ଓ ସଦିଚ୍ଛା ଜଣାଉଛି। ବାସ୍ତବରେ ଆଜିର ପ୍ରସଙ୍ଗ ବହୁତ ମର୍ମସ୍ପର୍ଶୀ। ଓଡିଶାର ଜନଜାତି ସମାଜରେ ପାରମ୍ପରିକ ବିବାହ ପ୍ରଥା ବାସ୍ତବରେ ତେଲ ଲୁଣର ସଂସାରର ଏହି ମାଟିର ମଣିଷଙ୍କ ପାଇଁ ଏକ ଦୁର୍ବାର ଆକର୍ଷଣର ଆଜି ବିଷୟବସ୍ତୁ। ଜଣେ ଶିକ୍ଷକ, ପିଜିଟି ଓଡ଼ିଆ ବିଭାଗ ସରକାରୀ SSD ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୁର୍ଜା କୋରାପୁଟର ଶ୍ରୀଯୁକ୍ତ ଅମରେଶ ସେନାପତିଙ୍କୁ ମୁଁ ନିଶ୍ଚିତ ଭାବେ ସ୍ୱାଗତ କରୁଛି। ଏହି ସ୍ୱାଗତରେ ନିଶ୍ଚିତ ଭାବେ ଆପଣମାନେ ମଧ୍ୟ ସହଯୋଗ କରିବେ। ମୁଁ ମଧ୍ୟ ଏହି ଅନୁସୂଚିତ ଜନଜାତି ଓ ଅନୁସୂଚିତ TGTର ଜାତୀୟ ଉନ୍ନୟନ ବିଭାଗର ସେବାନିବୃତ୍ତ ଶିକ୍ଷକ। ସୃଜନଶୀଳ ଦୁନିଆରେ ଏହି ସରଳ ତରଳ ସାବଲୀଳ ଜନଜାତିର ସମାଜରେ ଏମାନେ ଜଣେ ଜଣେ ସମର୍ପିତ ବ୍ୟକ୍ତିତ୍ୱ। ଏ ସମର୍ପିତ ବ୍ୟକ୍ତିତ୍ୱଙ୍କୁ ନିଶ୍ଚିତ ଭାବେ ଆମେ ଶ୍ରଦ୍ଧାର ସହିତ ଆମେ ଗ୍ରହଣ କରୁ। ସମାଜ ନିଶ୍ଚୟ ତାଙ୍କୁ ସମ୍ମାନ ଦିଏ ଆଉ ସେମାନଙ୍କର ବିଶ୍ୱାସ, ସେବା, ତ୍ୟାଗ, ବୀରତ୍ୱ ସବୁକିଛି ସକାରାତ୍ମକ ଚିନ୍ତାଧାରା ଆଜି ମଧ୍ୟ ଆମେ ଦେଖିପାରୁଛୁ। ଆସନ୍ତୁ ଆଜିର ଆଲୋଚନା ମାଧ୍ୟମରେ ଆଲୋଚକଙ୍କ ଦ୍ୱାରା
ଆମେ ସେମାନଙ୍କୁ ପଢିବା ଏବଂ ତାଙ୍କ ପଥର ପଥିକ ହେବା, ତାଙ୍କ ଭିନ୍ନ ଏକ ପୃଥିବୀକୁ, ଅମୃତ ପୃଥିବୀକୁ ଚିହ୍ନିବା, ଜାଣିବା। ସେଇ ଓଡ଼ିଶାର ଜନଜାତି ସମ୍ପ୍ରଦାୟର ବିବାହ ପ୍ରଥା କିଭଳି ଆଜି ମଧ୍ୟ ସେଇ ପରମ୍ପରା ଉଜ୍ଜୀବିତ, ସଞ୍ଜୀବିତ ଆଉ ଦୀପ୍ତିମନ୍ତ ଶୁଣିବା। ଆଉ ସେଇ ମଣିଷ ରୂପୀ ଶାନ୍ତ କପୋତଙ୍କୁ, ପାନ୍ଥ ପ୍ରଜାପତିଙ୍କୁ, ଉଡ଼ନ୍ତା ପକ୍ଷୀଙ୍କୁ ଶୁଣିବା। ଆସନ୍ତୁ, ବହୁତ ବଢିଆ ଆଜିର ଆଲୋଚନା, ଆପଣମାନେ ନିଶ୍ଚୟ ଶୁଣିବେ ଏବଂ ନିଶ୍ଚିତ ଭାବେ ଏଥିରେ ସହଯୋଗ କରିବେ। ଧନ୍ୟବାଦ। ଧନ୍ୟବାଦ ସଭାପତି ମହୋଦୟ। ବର୍ତ୍ତମାନ ଆମେ ଅନୁରୋଧ କରିବା ଆମର ଆଲୋଚକ ମହୋଦୟଙ୍କୁ ଆମର ଆଲୋଚନା ପ୍ରାରମ୍ଭ କରିବା ନିମନ୍ତେ। ଆଲୋଚକ ମହୋଦୟ। ଆନନ୍ଦ ଲୋକ ସଂସଦ ବିଚାରଧାରା ବିଭାଗ ଗଜପତି ଶାଖା 53ତମ ଇ ପାଠଚକ୍ରରେ ସଭିଙ୍କୁ ମୋର ଶୁଭେଚ୍ଛା ଏବଂ ଅଭିନନ୍ଦନ। ମୁଁ କୃତଜ୍ଞ କୃତାର୍ଥ ଆଜିକାର ମୋର ସୌଭାଗ୍ୟ ଓଡ଼ିଶାର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଶିକ୍ଷକର ମର୍ଯ୍ୟାଦା ବଢ଼ାଇଥିବା ଶିକ୍ଷକ ବୋଲି ଶିକ୍ଷକଟି ମୋର ସୌଭାଗ୍ୟ ତାଙ୍କ ସାନ୍ନିଧ୍ୟରେ ମୁଁ ଆସୁଛି। ତ ଆଜିକା ସଭାପତି ଭାବରେ ଯିଏ ଆସନ ଅଳଙ୍କୃତ କରୁଛନ୍ତି ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତା ସାର୍ ମହୋଦୟ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଲୋକ ସଂସଦ ଗଜପତି, ତାଙ୍କୁ ମୋର ଶୁଭେଚ୍ଛା। ସ୍ନେହର ଛାତ୍ରୀ ସୁଶ୍ରୀ ସ୍ନେହା ବେହେରା, ସ୍ନାତକୋତ୍ତର ଛାତ୍ରୀ ଅଟୋନମସ୍ କଲେଜ ଗଜପତିର ଜଣେ ପ୍ରତିଭା ସମ୍ପନ୍ନ ଛାତ୍ରୀ, ତାଙ୍କୁ ମୋର ଶୁଭେଚ୍ଛା ଏବଂ ଅଭିନନ୍ଦନ। ଏବଂ ବିବେକ ବାଣୀ ପ୍ରଦାନ କରିଥିବା ସ୍ନେହର ଛାତ୍ରୀ ସୁଶ୍ରୀ ରାଜେଶ୍ୱରୀ କଲେଜର ଛାତ୍ରୀ ଭାବରେ ନିଜର ଗୌରବାନ୍ୱିତ କରିଛନ୍ତି। ବେଦରୁ ଆରମ୍ଭ କରି ତାଙ୍କର ଯୋଉ ଧାର୍ମିକ ଭାବରେ ପରିଚୟ ପ୍ରଦାନ କରିଛନ୍ତି ତାଙ୍କୁ ମଧ୍ୟ ମୋର ଶୁଭେଚ୍ଛା ଏବଂ ଅଭିନନ୍ଦନ। ଏବଂ ଆଜିକାର ସଂଯୋଜକ ଶ୍ରୀ ଅର୍ଜୁନ ଜେନା, ଅଧ୍ୟାପକ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଗଜପତି, ମୋର ସୌଭାଗ୍ୟ ଯେ ଏବଂ ଆଜିକାର ଶୀର୍ଷକ ହେଉଛି ଓଡ଼ିଶାର ଜନଜାତି ସମାଜରେ ପାରମ୍ପରିକ ବିବାହ ପ୍ରଥା। ବହୁତ ବଡ଼ ବିଷୟ। ତ ସେ ବିଷୟ ମଧ୍ୟରୁ ବିଭିନ୍ନ ପ୍ରକାରର ଜନଜାତି ଅଛନ୍ତି। ଓଡ଼ିଶାରେ ସର୍ବମୋଟ 62ଟି ସମ୍ପ୍ରଦାୟର ଆଦିବାସୀ ଅନୁସାରେ ତ ଏଇ 62ଟି ସମ୍ପ୍ରଦାୟ ଭିତରୁ ବିଭିନ୍ନ ସମ୍ପ୍ରଦାୟ ଅଛନ୍ତି। ବଣ୍ଡା, ଚକୁଟିଆ, ଭଞ୍ଜିଆ, ଡିଣ୍ଡାରୀ, ଡଙ୍ଗରିଆ, କନ୍ଧ। ତ ଏଇ ସବୁ ବିଭିନ୍ନ କନ୍ଧମାନଙ୍କ ଭିତରୁ ବିଭିନ୍ନ ଜନଜାତି ମାନଙ୍କ ଭିତରୁ ମୁଁ ଗ୍ରହଣ କରିଛି ବଣ୍ଡା ଜନଜାତି। ତ ତାଙ୍କୁ ଅଧ୍ୟୟନ କରିସାରିଲା ପରେ ମୁଁ ଦେଖିଲି ଅନେକ ବଣ୍ଡା ଅଛନ୍ତି, କନ୍ଧ ଅଛନ୍ତି, କନ୍ଧ ଅଛନ୍ତି। ମୁଁ କାହାକୁ ଧରିବି, କାହାକୁ ଛାଡ଼ିବି? ଯୋଉ ଭୂଇଁଆ କୁହାଯାଏ, ତ ସେଇ ସାର୍ ଟିକେ ଭଏସ୍ କ୍ଲିୟର ହଉନି, ଟିକେ ଭଏସ୍ କ୍ଲିୟର କରିବାକୁ କଣ ଗୋଟେ ବ୍ୟବସ୍ଥା କରିବେ ସାର୍। ସଚେତନ ଭାବରେ ମୁଁ ଏବେ ଶୁଣାଯାଉଥିବ ବୋଧେ, ମୁଁ ଆଶା କରୁଛି। ହ୍ୟାଲୋ ସାର୍, ଆଜ୍ଞା ସାର୍ ଖଣ୍ଡ କୁହନ୍ତୁ। ଖଣ୍ଡ ଶୁଭୁଛି, ଟିକେ କଣ ଆପଣଙ୍କ ଟିକେ ଇଏ ଦେଖନ୍ତୁ ସାର୍।
ଆଜ୍ଞା ଏବେ ଶୁଣିପାରିଲେ ଆପଣ ମାନେ ସମସ୍ତେ ବୋଧେ ମୁଁ ଆଶା କରୁଛି। ଆଜ୍ଞା ସାର୍ ବର୍ତ୍ତମାନ ଠିକ ଠାକ ଶୁଭା ଯାଉଛି। ଆଜ୍ଞା ଆଜ୍ଞା ଠିକ ଅଛି ମୁଁ ଭିଡିଓ ଅଫ୍ ଓଡିଶାର ଜନଜାତି ସମାଜରେ ଭୂମିପୁତ୍ରର ପାରମ୍ପରିକ ବିବାହ ପ୍ରଥା। ଜନଜାତିରେ ଅନେକ ବିବାହ ପ୍ରଥା ରହିଛି ତ ସେଇ ଜନଜାତିର ବିଭିନ୍ନ ପ୍ରକାର ଜନଜାତିଙ୍କ ମଧ୍ୟରୁ ମୁଁ ଭୂମିପୁତ୍ର ଅର୍ଥାତ୍ ଯୋଉ ଭୂୟାଁ ସମ୍ପ୍ରଦାୟରେ ଥିବା ବିବାହ ପ୍ରଥାକୁ ମୁଁ ମୋର ଆଜିକା ନିବନ୍ଧ ଭାବରେ ଉପସ୍ଥାପନ କରୁଛି। ତ ଆଜିକା ନିବନ୍ଧ ଭାବରେ ମୁଁ ଶୀର୍ଷକ ରଖିଛି ଭୂମିପୁତ୍ର। ଛାତ୍ରଛାତ୍ରୀ କିଏ ବୋଧେ ନୋଟ କରିଦେବେ ଖାତାରେ। ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଜିଲ୍ଲାର ପାହାଡ଼ ଅଞ୍ଚଳରେ ବସବାସ କରୁଥିବା ପ୍ରାଚୀନ ଜନଜାତି ଭୂଇଁଆ ନିଜକୁ ଭୂମିପୁତ୍ର ରୂପେ ପାହାଡି ଭୂୟାଁ ଭାବରେ ମଧ୍ୟ ପରିଚିତ। ଯେଉଁ ପାହାଡ଼ ଅଞ୍ଚଳରେ ସେମାନେ ବାସ ଓ ଚାଷ କରନ୍ତି ଯେତିକି ସୀମା ପର୍ଯ୍ୟନ୍ତ ତାଙ୍କର ଆତଜାତ ସଦାସର୍ବଦା ହେଉଥାଏ ସେ ଅଞ୍ଚଳକୁ ତାଙ୍କର ଦେଶ ବୋଲି ଭାବି ନେଇଥାନ୍ତି। ସେଇ ପାହାଡ ପରିବେଶ ସହିତ ସେମାନେ ଏତେ ମାତ୍ରାରେ ଏକାତ୍ମ ହୋଇଥାନ୍ତି ଯେ ଅନ୍ୟ କେହି ସେଠାକାର ଇଞ୍ଚେ ମାଟି ଯଦି ନେଇଯାଏ ସେମାନେ ଅନୁଭବ କରନ୍ତି ସତେ ଯେମିତି ତାଙ୍କ ଦେହରୁ ପୁଳେ ମାଂସ ବିଦାରି ନେଇଗଲା ହିଂସ୍ର ବାଘଟି। ପ୍ରକୃତି କୋଳରେ ଜୀବନ ଧାରଣ କରୁଥିବା ପ୍ରକୃତିକୁ ଶ୍ରଦ୍ଧା ସମ୍ମାନ ଜଣାଉଥିବା ଭୂମିରୁ ଭୂମାର ପରିକଳ୍ପନା କରୁଥିବା ଭୂଇଁଆ ଭୂମିକୁ ମାତା ରୂପେ ପୂଜା କରେ। ନିଜଠାରୁ ଅଧିକ ପ୍ରକୃତିକୁ ଭଲ ପାଉଥିବା ଭୂଇଁଆ ପିତା, ମାତା ଓ ଗୁରୁଜନଙ୍କୁ ବୃକ୍ଷ ସହିତ ତୁଳନା କରେ। ମାତାଙ୍କୁ କ୍ଷୀର ବୃକ୍ଷ ଓ ପିତାଙ୍କୁ ଛାୟା ପ୍ରଦାନକାରୀ ବୃକ୍ଷ ସହିତ ତୁଳନା କରିଥାଏ। ଏଇଠି ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆସେ ନେଟ୍ ବା ଆମ ପରୀକ୍ଷାରେ ଆସେ କୋଶ୍ଚେନ୍ ଯେ କେଉଁମାନେ ମାତାଙ୍କୁ କ୍ଷୀର ବୃକ୍ଷ ରୂପେ ପୂଜା କରନ୍ତି? ଏଠି ଭୂୟାଁ ସମ୍ପ୍ରଦାୟ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆସେ। ପିତାଙ୍କୁ ଛାୟା ପ୍ରଦାନକାରୀ ବୃକ୍ଷ ସହିତ ତୁଳନା କରିଥାଏ। ସେହିପରି କୁଆଁରୀ କନ୍ୟାକୁ ଫୁଲ ସହିତ ଏଇଟା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଯୋଉ କୁଆଁରୀ କନ୍ୟା ରହୁଛି ସେ କୁଆଁରୀ କନ୍ୟା ମାନଙ୍କୁ ଫୁଲ ସହିତ ଏଇ ବଣ୍ଡା ଅଧିବାସୀ ମାନେ ସରି ଭୂୟାଁ ଅଧିବାସୀ ମାନେ ମଧ୍ୟ ତୁଳନା କରିଥାନ୍ତି। ଆମର ଭୂୟାଁ ସମ୍ପ୍ରଦାୟର ଯୋଉ ତାଙ୍କର ପରମ୍ପରା ରହିଛି ଲୋକମାନଙ୍କୁ ଶାଳ ଗଛ ସହିତ ତୁଳନା କରିଥାନ୍ତି। ତ ସମ୍ପ୍ରତି ଅଧିକାଂଶ ଭୂୟାଁ ପାହାଡ ତଳିରେ ଗ୍ରାମ ପ୍ରତିଷ୍ଠା କରି ରହିଲେଣି। ତଥାପି ପାହାଡ, ଜଙ୍ଗଲ, ଝରଣା, ଗୁମ୍ଫା ସହିତ ତାଙ୍କର ନିବିଡ ସମ୍ପର୍କ ଅଛି। କାରଣ ଜଙ୍ଗଲ ହିଁ ତାଙ୍କର ଜୀବନ ଜୀବିକାର ପ୍ରାଣ କେନ୍ଦ୍ର। ବଞ୍ଚି ରହିବାର ଅହେତୁକ ଆକର୍ଷଣ ଉଭୟ ଅତ୍ୟନ୍ତ ସଙ୍ଗୀତ ପ୍ରିୟ। ତାଙ୍କ ସାର୍ ସମାଜରେ ନେଟ୍ ମଧ୍ୟ ଗୋଟେ ପ୍ରୋବ୍ଲେମ ଦେଖାଯାଏ ରହୁଛି ବୋଧେ ନେଟ୍ ପ୍ରୋବ୍ଲେମ ରହୁଛି ପୁରା ଟିକେ ଆପଣ ସ୍ଥାନ ଟା ଟିକେ ଚେଞ୍ଜ କରିବେ କି ସାର୍? ନେଟ୍ ପ୍ରୋବ୍ଲେମ ରହୁଛି ପରା ବହୁତ ଖଣ୍ଡ ଖଣ୍ଡ ହଉଛି ସାର୍। ଟିକେ ଏବେ ବୋଧେ ଶୁଣିପାରୁଛନ୍ତି ଆପଣ ସମସ୍ତେ? ହଁ ଏବେ ଶୁଭା ଯାଉଛି ସାର୍। ହଉ ସାର୍ ଆଜ୍ଞା କୁହନ୍ତୁ। ଆଜ୍ଞା ଆଜ୍ଞା। ତ ଏଇ ଯୋଉ ମାତାଙ୍କୁ କ୍ଷୀର ବୃକ୍ଷ ଏବଂ ପିତାଙ୍କୁ ଛାୟା ବୃକ୍ଷ ଭାବରେ ଛାୟା ପ୍ରଦାନକାରୀ ବୃକ୍ଷ ସହିତ ତୁଳନା କରିଥାଏ। ସେହିପରି କୁଆଁରୀ କନ୍ୟାଙ୍କୁ ଫୁଲ ସହିତ। ସାଧାରଣତଃ ଭାବରେ ଯୋଉ ଭୂୟାଁ ସମ୍ପ୍ରଦାୟ ଅଛନ୍ତି ତ ଭୂୟାଁ ସମ୍ପ୍ରଦାୟରେ କୁଆଁରୀ ଝିଅ ମାନଙ୍କୁ ଯୁବକ ମାନଙ୍କୁ ଶାଳ ଗଛ ସହିତ ତୁଳନା କରନ୍ତି। ତ ଏଇଭଳି ଭାବରେ ସେମାନେ ଭାତ ଖାଇବା ପଛେ ଭୁଲିଯିବେ କେବେ ଭୁଲନ୍ତି ନାହିଁ ଜଙ୍ଗଲ ଯିବାକୁ। ତ ଭୂୟାଁ ନାରୀ ପୁରୁଷ ଉଭୟ ଅତ୍ୟନ୍ତ ସଙ୍ଗୀତ ପ୍ରିୟ। ଏଠି ତାଙ୍କର ଯୋଉ ରହୁଛି ସେମାନେ ଭାରି ସଙ୍ଗୀତ ପ୍ରିୟ। ତ ସେମାନେ ନାଚ ଗୀତରେ ସେମାନେ ସମୟ ଅତିବାହିତ କରନ୍ତି। ସଙ୍ଗୀତରେ ଘଣ୍ଟା ଘଣ୍ଟା ଧରି ସେମାନେ ମଜ୍ଜି ରହନ୍ତି। ଥରେ ସଙ୍ଗୀତର ଆଶ୍ରୟ ଜମିଗଲେ ଭୁଲି ଯାଆନ୍ତି ଭୋକ ଶୋଷ। କାରଣ ତାଙ୍କ ଗୀତ ପ୍ରଶ୍ନୋତ୍ତର ଧାରାରେ ପ୍ରଲମ୍ବିତ। ଏଇଠୁ ଗୋଟେ ବହୁତ ସୁନ୍ଦର ତାଙ୍କ କଥା ରହିଛି। ପ୍ରଶ୍ନୋତ୍ତର ରହିଥାଏ। ତ ପାହାଡି ଭୂୟାଁ ମାନେ ଦେଶ ଭୂୟାଁ ବା ଶ୍ରେଷ୍ଠ ଭୂୟାଁ ଭାବରେ ବିବେଚିତ। ଏମାନଙ୍କ ବ୍ୟତୀତ ରାଜକୁଳ ଭୂୟାଁ, ରାଉତାଳି ଭୂୟାଁ ଓ ପାବନ ଭୂୟାଁ ଏହିପରି ଚାରି ପ୍ରକାରର ଭୂୟାଁ ସମ୍ପ୍ରଦାୟ ରହିଛି। ସାଧାରଣତଃ ଭାବରେ ଏଇ ଚାରି ପ୍ରକାର ଭୂୟାଁ ରହିଛନ୍ତି। ତ ପାହାଡି ଭୂୟାଁର ଖିଲି କହିଲେ ତାଙ୍କର ଗୋତ୍ରକୁ ବୁଝାଯାଏ। ଭୂୟାଁ ସମ୍ପ୍ରଦାୟର ଯୋଉ ଖିଲି ଶବ୍ଦଟି ଅଛି ସେ ଖିଲି ଶବ୍ଦର ଅର୍ଥ ହଉଛି ଗୋତ୍ର। ତାଙ୍କର ଗୋତ୍ର ଗୁଡିକ ହଉଛି ସୁନାପତି, କମ୍ଟେଇ, ବେହେରା, କୁଆରଳି, ବକୁଆଳ, ସିଙ୍କରାଳ ଏଇ ସବୁ ତାଙ୍କର ଗୋତ୍ର ରହିଛି। ଅନ୍ୟାନ୍ୟ ଭୂୟାଁଙ୍କର ଖିଲି ଗୁଡିକ ହେଉଛି
ହଉଛି। ସାଧାରଣତଃ ଭୂୟାଁ ଭାଗରେ ବିଭକ୍ତ। ସେଇ ଦୃଷ୍ଟିକୋଣକୁ ଦୁଇ ଭାଗ କରାଯାଇଛି। ପାହାଡି ଭୂୟାଁ ମାନେ ଏପର୍ଯ୍ୟନ୍ତ ମୌଳିକ ରୀତିନୀତି ଅନୁସରଣ କରି ଚଳୁଛନ୍ତି, ମାତ୍ର ସମତଳ ଅଞ୍ଚଳରେ ଗ୍ରାମ ପ୍ରତିଷ୍ଠା କରି ରହୁଥିବା ଭୂୟାଁଙ୍କ ଚାଲିଚଳନ ରୀତିନୀତିରେ ପରିବର୍ତ୍ତନ ଦେଖାଦେଲାଣି। ପାହାଡି ହେଉ ବା ସମତଳ, ତାଙ୍କ ଦେଶ ଓ ଗ୍ରାମରେ ରହୁଥାନ୍ତି ଦୁଇ ପ୍ରକାରର ପରିବାର। ତ ଗୋଟେ ହଉଛି, ପ୍ରଥମ ହଉଛି ବନ୍ଧୁ ପରିବାର, ହଉଛି ରହିଛି। ସେ ଭୂୟାଁ ସମ୍ପ୍ରଦାୟ ଦୁଇଟି ତାଙ୍କର ଯୋଉ ପରିବାର ରହିଛି, ଗୋଟେ ହଉଛି ବନ୍ଧୁ ପରିବାର ଏବଂ ଅନ୍ୟଟି ହଉଛି କୁଟୁମ୍ବ ପରିବାର। କୁଟୁମ୍ବ ପରିବାର ସପ୍ତପୁରୁଷ ପର୍ଯ୍ୟନ୍ତ ସାମାଜିକ କର୍ମବନ୍ଧନରେ ଆବଦ୍ଧ। କୁଟୁମ୍ବ ପ୍ରତ୍ୟେକ ମଧ୍ୟ ହୋଇପାରେ, କିନ୍ତୁ ସପ୍ତପୁରୁଷ ଭିତରେ ନୁହେଁ। କୁଟୁମ୍ବ କଟିଗଲେ ସେମାନେ ଦେଶ ଭାଇ ବା ଗ୍ରାମବାସୀ ଭାବରେ ଚଳନ୍ତି। କୁଟୁମ୍ବରେ ବିବାହ ସମ୍ପର୍କ ନିଷେଧ। ଏଠି ବହୁତ ଭଲ ପ୍ରଶ୍ନ ଗୋଟେ ଆସେ ଯେ ତାଙ୍କ କୁଟୁମ୍ବରେ ତାଙ୍କ ପରସ୍ପର ଯୋଉ ଭୂୟାଁ ସମ୍ପ୍ରଦାୟ ରହିଛି, ତ ସେ ଭୂୟାଁ ତାଙ୍କ କୁଟୁମ୍ବରେ ବିବାହ କରିପାରିବେ ନାହିଁ। କେବଳ ବନ୍ଧୁ ପରିବାର ସହିତ ଏମାନେ ବିବାହ ସମ୍ପର୍କ ସ୍ଥାପନ କରନ୍ତି। ତାହେଲେ ଏଇ ଯୋଉ ବିବାହ ପରମ୍ପରା ଭିତରେ ଭୂୟାଁ ମାନଙ୍କର 4 ପ୍ରକାର ବିବାହ ଅନୁଷ୍ଠିତ ହୋଇଥାଏ। ଦେଖିବାକୁ ଗଲେ ତାଙ୍କର ଯୋଉ 4 ପ୍ରକାର ବିବାହ ରହୁଛି, ପ୍ରଥମ ବିବାହ ହଉଛି ମାଙ୍ଗି ବିବାହ। ପ୍ରଥମ ବିବାହ ହଉଛି ମାଙ୍ଗି ବିବାହ, ଏବଂ ଦ୍ୱିତୀୟ ବିବାହ ହେଉଛି ଧରିପଳା ବିବାହ, ଏବଂ ତୃତୀୟ ହେଉଛି ଝିଙ୍କା ବିବାହ, ଏବଂ ଚତୁର୍ଥ ହେଉଛି ବଳପୂର୍ବକ ବିବାହ। ତାହେଲେ ତାଙ୍କ ସମାଜରେ ଏଇ 4 ପ୍ରକାର ବିବାହ ଦେଖାଯାଉଥାଏ। ତ 4 ପ୍ରକାର ବିବାହ ମଧ୍ୟରୁ ପ୍ରଥମେ ମୁଁ ଆଲୋଚନା କରୁଛି ମାଙ୍ଗି ବିବାହ। ମାଙ୍ଗି ଶବ୍ଦର ଅର୍ଥ ହେଉଛି ପ୍ରସ୍ତାବିତ। ଅର୍ଥାତ୍ ମାଙ୍ଗି ବିବାହ କହିଲେ ଆମେ ବୁଝିବାକୁ ଯାଉ ପ୍ରସ୍ତାବିତ ବିବାହକୁ ମାଙ୍ଗି ବିବାହ ବୋଲି କୁହାଯାଏ। ତ ଭୂୟାଁ ସମାଜରେ ଯୁବକ ବିବାହ ଯୋଗ୍ୟ ହେଲେ ତା ପାଇଁ ଝିଅ ଖୋଜା ହୁଏ। ପ୍ରଥମେ କୁଟୁମ୍ବ ଲୋକ, ବିଶେଷ କରି ପୁଅର ମାମୁଁ ମାଇଁ, ପିଉସୀ ପିଉସା, ନାନୀ ଭିଣୋଇ ମାନଙ୍କୁ ପୁଅର ପିତା ମାତା ଝିଅ ଦେଖିବାକୁ କୁହନ୍ତି। ସେମାନେ ପସନ୍ଦ ଯୋଗ୍ୟ ଝିଅ ଦେଖିଲେ ପୁଅର ପିତା ମାତାଙ୍କୁ ଜଣାଇ ଦିଅନ୍ତି। ପୁଅର ପିତା ମାତା ବାହାରେ ବାହାରେ ଝିଅକୁ ଦେଖନ୍ତି। ଝିଅ ପରିବାର ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରନ୍ତି। ତାଙ୍କୁ ସବୁ କିଛି ଠିକ ମନେ ହେଲେ ଶୁଭ ଦିନ ଦେଖି ଝିଅ ଦେଖିବାକୁ ଯାଆନ୍ତି। ପ୍ରଥମେ ବାପା ମା ପୁଅ ଜଣେ 2 ଜଣ କୁଟୁମ୍ବ ଲୋକ ସହିତ ଯାଆନ୍ତି ମଦ ଧରି। ତାର ଗୋଟେ ପରମ୍ପରା ଅଛି ଯେ ଝିଅ ଦେଖିବା ପାଇଁ ଗଲେ ସେମାନେ ହାତରେ ମଦ ଧରିକି ଯାଇଥାନ୍ତି। ସେ ମଦ ମଧ୍ୟ ବିଭିନ୍ନ ପ୍ରକାର ସବୁ ମଦ ଅଛି। ଯେମିତି କୋରାପୁଟରେ ଆସିଲେ ସଲପ ଗୋଟେ ନିଶା ମିଳୁଥାଏ, ତାଙ୍କର ସେମିତି ମାଣ୍ଡିଆରେ ମଧ୍ୟ ପ୍ରସ୍ତୁତ ହୋଇଥାଏ ମଦ, ତାକୁ କୁହାଯାଏ ମାଣ୍ଡିଆ ମଦ। ସେମିତି ଆମ୍ବକୁ ମଧ୍ୟ ପଚେଇକି ସେଥିରେ ଗୋଟେ ମଦ ତିଆରି କରନ୍ତି, ତାକୁ ମଧ୍ୟ ଆମର ଯୋଉ କୁହନ୍ତି ଆମ୍ବ ମଦ। ସେମିତି ତେନ୍ତୁଳିକି ମଧ୍ୟ ପଚେଇଥାନ୍ତି, ତେନ୍ତୁଳିକି ମଧ୍ୟ ରଖିକି ଚକଟିକି ତାକୁ ସେ ତେନ୍ତୁଳି ମଦ ମଧ୍ୟ ପ୍ରସ୍ତୁତ କରିଥାନ୍ତି। ତ ଏଇପରି ବିଭିନ୍ନ ସବୁ ମଦ ଧରି ସେମାନେ ଯାଇଥାନ୍ତି। ତ ଝିଅ ଘରେ ମଦପାନ ପରେ କଥା ପଡେ ବା ପ୍ରସ୍ତାବ ଦିଆଯାଏ। ଝିଅ ଯଦି ପସନ୍ଦ ହୁଏ ସେମାନେ ଦିନ ଧରିବା ପାଇଁ କଥା ପକାନ୍ତି, କିନ୍ତୁ ଝିଅ ଘରେ ଜବାବ ଦିଅନ୍ତି ଆଉ ଥରେ ଆସ ଦେଖିବା। ଏହା ଭିତରେ ଝିଅ ଘର ପୁଅ ଘର ଭଲ ମନ୍ଦ କଥା ବୁଝି ଆସନ୍ତି। କିଛି ଦିନ ପରେ ପୁଣି ହାଣ୍ଡିଆ ଧରି ପୁଅ ଘରକୁ ଆସନ୍ତି। ପୁଣି ତାପରେ ହାଣ୍ଡିଆ ଧରିକି ମଧ୍ୟ ଆସିଥାନ୍ତି। ହାଣ୍ଡିଆ ପିଇ କଥାବାର୍ତ୍ତା ହୋଇ ଉଭୟ ପକ୍ଷ ରାଜି ହେଲେ ପୁଣି ପୁଅ ଗ୍ରାମରୁ ପିତାମାତା ଓ ପୁରୁଖା ଲୋକ, ଯାହାକୁ ଭଦ୍ର ଲୋକ ମଧ୍ୟ କୁହାଯାଏ, ସେମାନେ ଯାଆନ୍ତି। ତାପରେ ଗୁଆ ଭଙ୍ଗା ହୁଏ ଏବଂ ବାହାଘର ଠିକ କରାଯାଏ। ଏଇଠାରେ 2 କୂଳରୁ 2 ଜଣ କଣ୍ଡିରା ବାହାରନ୍ତି। ଏଠି କଣ୍ଡିରା ଅର୍ଥ ହଉଛି ମଧ୍ୟସ୍ଥି। ଏଇ ଯୋଉ ତାଙ୍କର ଗୋଟେ ପରମ୍ପରା ଅଛି, ଯୋଉମାନେ ଝିଅ ପୁଅଙ୍କ ବାହାଘରରେ ମଧ୍ୟସ୍ଥି କରାନ୍ତି ତାଙ୍କୁ କଣ୍ଡିରା ବୋଲି କୁହାଯାଏ। ତ ସେଇ କଣ୍ଡିରା ସ୍ଥିର ହେଲେ ହାଣ୍ଡିଆ ପିଇ ନିଜ ଘରକୁ ଫେରନ୍ତି। ମଝିରେ ମଝିରେ କଣ୍ଡିରା ଯିବା ଆସିବା କରି ଉଭୟ ପକ୍ଷର ଭଲ ମନ୍ଦ କଥା ପଚାରି ବୁଝନ୍ତି। ବାହାଘର 5 ଦିନ ଥିବ ଉଭୟ ପକ୍ଷ ପିଠା ତିଆରି କରି ଗାଁରେ ବାଣ୍ଟନ୍ତି ବାହାଘର ନିମନ୍ତ୍ରଣ ସ୍ୱରୂପ। ଆମର ଯେମିତି ଏବେ ସବୁ ଇନଭାଇଟେସନ କାର୍ଡ ରହିଛି, ନିମନ୍ତ୍ରଣ ପତ୍ର ରହୁଛି, ତାଙ୍କର 5-6 ଦିନ ପୂର୍ବରୁ ପିଠା ତିଆରି କରିକି ସବୁ ବିଭିନ୍ନ ତାଙ୍କର ପରିବାର ବର୍ଗକୁ ବନ୍ଧୁ ବର୍ଗକୁ ସବୁ ବାଣ୍ଟିଥାନ୍ତି। ଏଇଟା ତାଙ୍କର ଗୋଟେ ବହୁତ ସୁନ୍ଦର ଏଇଟା ମଧ୍ୟ ଆସେ ଯେ ପିଠା ତିଆରି କରି ତାଙ୍କର ଗାଁରେ ନିମନ୍ତ୍ରଣ ସ୍ୱରୂପ ଭାବରେ ବାଣ୍ଟିଥାନ୍ତି। ତ ଏହା ଦ୍ଵାରା ଗ୍ରାମବାସୀ କାଠ ପତ୍ର ଜଙ୍ଗଲରୁ ଆଣି ଖଲି ତିଆରି କରିବା ପାଇଁ ସମୟ ପାଆନ୍ତି। ଏଗୁଡିକ ବାହାଘର ଭୋଜି ପାଇଁ ପ୍ରସ୍ତୁତ ହୁଏ। କାଠ ପତ୍ର ତୋଳିବା ଦିନ ଠାରୁ ବାହାଘର ଗୀତ ଗାଇବା ଆରମ୍ଭ କରିଦିଅନ୍ତି ନାରୀମାନେ। ତ ଏଇଭଳି ଭାବରେ ତାଙ୍କର ବିଭିନ୍ନ ପ୍ରକାର ସବୁ ଗୀତ ରହିଛି। ତ ଗୀତ ମଧ୍ୟରେ କାତି ତ କାତି ଗଣେଇରେ କାତି ବନ୍ଦିବା ବନ୍ଦିବା ବଡାମର ନାତି, ରୁହ ରୁହ ବଡାମ ନାତି ବନ୍ଦିବା ବିଭାରେ ବନ୍ଦିବା। ତାଙ୍କର ଏଇ ସବୁ ଗୀତ ସବୁ ରହୁଛି। ସେମାନେ ଗୀତ ମାଧ୍ୟମ ତାଙ୍କର ସମ୍ପର୍କ ର ଭାବର ଆଦାନ ପ୍ରଦାନ କରିଥାନ୍ତି। ଏହିପରି ପ୍ରଥମେ ଗ୍ରାମ ଦେବତାଙ୍କୁ ବନ୍ଦନା କଲା ପରେ ବିବାହ ଗୀତ ଗାଇଥାନ୍ତି। ଜଙ୍ଗଲରେ ପତ୍ର ତୋଳିବା ହେଉ ଅବା ଘରେ ଖାଲି ଚଉତି ଟିପା ହେଉ, ଗୀତର ଧାରା ଝରଣା ପରି ଝରୁଥାଏ, ସ୍ୱର ଲମ୍ବିଥାଏ ମାଟିରୁ ଆକାଶ ପର୍ଯ୍ୟନ୍ତ। ଜଙ୍ଗଲ ପରିବେଶ, ଗାଁ ଆମ୍ବ ତୋଟା, ବିଲ ବେଡା ମୁଖରିତ ହେଉଥାଏ ଗୀତରେ। ଭୂୟାଁ ମାନେ ଅତ୍ୟନ୍ତ ସଙ୍ଗୀତ ପ୍ରିୟ। ପର୍ବପର୍ବାଣୀ ହେଉ ବିବାହ ଉତ୍ସବରେ ହେଉ ସେମାନେ
ମନର ଭାବର ଆଦାନ ପ୍ରଦାନକୁ ଗୀତ ମାଧ୍ୟମରେ ପ୍ରଦାନ କରିଥାନ୍ତି। ବାହାଘର ପୂର୍ବ ଦିନ ଫୁଲହାଣ୍ଡି ତିଆରି ହୁଏ, ଅର୍ଥାତ୍ କହିବାକୁ ଗଲେ ଫୁଲହାଣ୍ଡି ହେଉଛି ତାଙ୍କର ଯୋଉ ମାଟି ହାଣ୍ଡିରେ ସେମାନେ ବିଭିନ୍ନ ପ୍ରକାର ଚିତ୍ର ବିଚିତ୍ର ଅଙ୍କନ କରିଥାନ୍ତି, ତାଙ୍କୁ ଫୁଲହାଣ୍ଡି ମଧ୍ୟ କୁହାଯାଏ। ତ ଜେଜେମା ତଥା ଭାଉଜ ମାନେ ଚିତ୍ର ଆଙ୍କନ୍ତି, ତାଙ୍କର ଗୋଟେ ଏଟା ଗୋଟେ ପରମ୍ପରା ରହିଛି। ସେଠାରେ କନ୍ୟା ଘର କଣ୍ଡିରା ମଧ୍ୟ ଉପସ୍ଥିତ ରହେ। କନ୍ୟାର ପ୍ରସାଧନ ସାମଗ୍ରୀ ସହିତ ଖଇ ହାଣ୍ଡି ଧରି ଉଭୟ କଣ୍ଡିରା କିଛି ଗ୍ରାମବାସୀ ଭଦ୍ରଲୋକ ଯୁବକ କନ୍ୟା ଘରେ ପହଞ୍ଚନ୍ତି। ଖଇ ଭର୍ତ୍ତି ଚିତ୍ରିତ ହାଣ୍ଡିକୁ ମଙ୍ଗନ ହାଣ୍ଡି କୁହାଯାଏ। ଏଇଟା ମଧ୍ୟ ବହୁତ ସୁନ୍ଦର, ଗୋଟେ ବହୁତ ପ୍ରଶ୍ନ ଗୋଟେ ଆସେ। ତାଙ୍କର ପରମ୍ପରା ଗୋଟେ ଅଛି, ଖଇ ଭର୍ତ୍ତି ଗୋଟେ ମାଟି ହାଣ୍ଡି ଉପରେ ଚିତ୍ର ବିଚିତ୍ର ହେଇଥିବ ଏବଂ ସେ ହାଣ୍ଡି ଭିତରେ ଖଇ ଥିବ, ତାକୁ ମଙ୍ଗନ ହାଣ୍ଡି ବୋଲି କୁହନ୍ତି। ଏଇ ହାଣ୍ଡି ଦେଖି କନ୍ୟା ଏହିପରି କାନ୍ଦଣା ଗୀତ ବୋଲେ, ଯେ ତାଙ୍କର ସବୁ ଗୀତ ଅଛି, ବାଡି ପଛ ଆଡେ ଖଜୁରୀ ଗଣ୍ଡି ମା ଆସିଗେଲା ମୋର ମଙ୍ଗନ ହାଣ୍ଡି ମା, ମଙ୍ଗନ ହାଣ୍ଡିରେ କିସ ଆଣିଛି ମା, ଧାନ ମାଣକର ଖଇ ଆସିଛି ମା। ଏଇଭଳି ପରସ୍ପରକୁ ଜାବୁଡି ଧରି ଯୋଉ ଝିଅଟିଏ ମା କୁ ଧରି କାନ୍ଦୁଥାଏ, ଏ ଗୀତ ମଧ୍ୟ ରହିଛି। ଯେମିତି ଆମର ସମାଜରେ ମଧ୍ୟ ଯେତେବେଳେ ଝିଅଟିଏ ବାପ ଘରକୁ ଯାଉଥାଏ, ଯେତେବେଳେ ଝିଅଟିଏ କଲେଜରୁ ପାଠ ପଢିକି ଆସୁଛି, ତାର ମା କହୁଛି ତୋର ବାହାଘର ଠିକ ହେଇଯାଇଛି। ଯେତେବେଳେ ଝିଅଟେ ମାକୁ କାନ୍ଦୁଥାଏ ବସିକି, ସେ କହୁଛି ଯେ ମା ମୁଁ ତ ପାଠ ପଢୁଛି, ମତେ କାହିଁକି ବାହା କରିଦଉଛ? ସେଠି ଝିଅଟି ମା କୁ ଜାବୁଡି ଧରି କହୁଛି ଯେ ଜଳରେ ଖେଳୁଥାଏ ମିନ ଲୋ ବୋଉ, ମୁଁ ଖେଳୁଥାଏ ତ କଳରେ ଲୋ ବୋଉ। ଯେମିତି ଏ ଗୀତ ମଧ୍ୟ ଆଜିକା ସମାଜ, ଯେମିତି ଆମ ସମାଜରେ ଗୀତ ରହିଛି, ତାଙ୍କ ସମାଜରେ ମଧ୍ୟ ଗୀତ ରହିଛି। ତାଙ୍କ ଗୀତ ହଉଛି ତାଙ୍କର ଜୀବନର ଗୋଟିଏ ଯୋଉ କୁହାଯାଏ ଅଧ୍ୟାୟ। ସେମାନେ ତ ଗୀତ ଗାଇବା ସହିତ ଝିଅକୁ ସଜବାଜ କରି ଦିଅନ୍ତି ସାଙ୍ଗମାନେ। ଏହାପରେ ଉଭୟ କଣ୍ଡିରା ଭଦ୍ରଲୋକ ଗ୍ରାମବାସୀ ଯାଆନ୍ତି ବର ଘରକୁ। ଯେତେବେଳେ ବାହାଘର ହେଇଯାଉଛି, ତ ଉଭୟ କଣ୍ଡିରା ଭଦ୍ରଲୋକ ଗ୍ରାମବାସୀ ପିଲା ମିଶି ଝିଅକୁ ନେଇଯାଆନ୍ତି ବର ଘରକୁ। ଯଦି ବାଟ ଦୂର ଥାଏ ଏବଂ ରାସ୍ତାରେ ରହିବାକୁ ପଡେ, ତେବେ ବର ଘର ସମସ୍ତଙ୍କୁ ଖାଇବା ପିଇବା ଦିଅନ୍ତି। ଏହାକୁ ବାଟ ଭାତ କୁହାଯାଏ। ଯେତେବେଳେ ସେମାନେ ଝିଅକୁ ନେଇ ଯାଉଛନ୍ତି, ତାଙ୍କୁ ଯଦି ଭୋକ ଲାଗୁଛି, ତାହେଲେ ସେଇ ବାଟ ଭାତ ବୋଲି ଗୋଟେ କୁହାଯାଏ। ଏଇଟା ବହୁତ ଥର ପରୀକ୍ଷାରେ ଆସେ, ଗୋଟେ ବହୁତ ସୁନ୍ଦର ପ୍ରଶ୍ନଟି, ବାଟ ଭାତ ବୋଲି କାହାକୁ କୁହାଯାଏ। ତ ପୁଅ ଘରେ ପହଞ୍ଚିଲେ ରାତିରେ ବାହାଘର ହୁଏ। ତାହେଲେ ଯେତେବେଳେ ଝିଅଟି ଯାଉଛି ପୁଅ ଘରକୁ, ରାତିରେ ବାହାଘର ହବ, ସେତେବେଳେ ସେଇ ସମୟରେ ଏଇ ସବୁ କଥା, ତାଙ୍କର ଗୋଟେ ପରମ୍ପରା ରହିଛି, ତାଙ୍କୁ ବାଟ ଭାତ ବୋଲି କୁହାଯାଏ। ତ ଦେହୁରୀ ବାହାଘର କରେ, ତାଙ୍କର ଗୋଟେ ପରମ୍ପରା ଅଛି, ଯୋଉ ଦେହୁରୀ ସେ ବାହାଘର କରନ୍ତି। ତ ବାହାଘର ଚାଲିଥିବା ସମୟରେ ଅନେକ କନ୍ୟା ଗ୍ରାମରୁ ଯାଇଥିବା ଝିଅ ଏବଂ ବର ଗ୍ରାମର ଧାଙ୍ଗଡା ମାନେ ତାଙ୍କୁ ଯୁବକ, ତାଙ୍କର ଯୋଉ ପରମ୍ପରା ଅଛି, ଯୁବକ ମାନଙ୍କୁ ଧାଙ୍ଗଡା ବୋଲି କୁହାଯାଏ ଏବଂ ଯୁବତୀ ମାନଙ୍କୁ ଧାଙ୍ଗଡି ବୋଲି କୁହାଯାଏ। ତ ସେଇ ଧାଙ୍ଗଡା ଏବଂ ଧାଙ୍ଗଡି ସେମାନେ ସବୁ ଦୋଳି ଗୀତ ଗାଇ ଚାଙ୍ଗୁ ନୃତ୍ୟ କରନ୍ତି। ତ ଏଇଭଳି ଭାବରେ ସେଇ ଗୀତ ମାଧ୍ୟମରେ, ନୃତ୍ୟ ମାଧ୍ୟମରେ ସେମାନେ ନିଜର ମନର ସାଥୀକୁ କେତେବେଳେ ହୋଇଯାଏ ମନ ଦିଆନିଆ, ପରସ୍ପର ସାଥୀ ବାଛି ନିଅନ୍ତି ଆଗାମୀ ବୁଢୀ କନ୍ୟାର ଝିଅ ଓ ବର ଗାଁର ପୁଅ ମିଶି ବର କନ୍ୟାକୁ ଗାଧୋଇବା ପାଇଁ ନଦୀ କିମ୍ବା ପୋଖରୀକୁ ନେଇଯାଆନ୍ତି। ସେଠାରେ କାଦ ଭାଟି ହୁଏ। ଏଇଟା ବହୁତ ସୁନ୍ଦର, ଗୋଟେ କାଦ ଭାଟି କହିଲେ କଣ ବୁଝାଯାଏ? ତ ସେଠାରେ କାଦ ଭାଟି ହୁଏ। କନ୍ୟା ଏକ ଲୋଟାକୁ ପାଣିରେ ଲୁଚାଏ। ଏଇଠି ଗୋଟେ ଭଲ କଥା ଗୋଟେ ଆସେ, ଯୋଉ କୋଉ ଆମର ସମ୍ପ୍ରଦାୟରେ ତାଙ୍କର ଗୋଟେ ପାଣି ଲୋଟାକୁ, ଗୋଟେ ଲୋଟାକୁ ପାଣିରେ ଲୁଚାଯାଏ ଏବଂ ବର ତାକୁ ଖୋଜିଥାଏ। ଏଇଟା ହଉଛି ଏକ ଲୋଟାକୁ ପାଣିରେ ଲୁଚାଏ, ବର ତାକୁ ଖୋଜେ, ବର ଖୋଜି ବାହାର କରି ପୁଣି ଲୋଟାକୁ ଲୁଚାଏ, ତାକୁ ଖୋଜି ବାହାର କରି କନ୍ୟା। ଏଇ 3-5 ଥର ଅଥବା 7 ଥର ହେଲେ କାଦଭାଟି ଖେଳ। ଏଥିରେ ଉପରେ ଆମର ଯୁବକ ଯୁବତୀ ବର କନ୍ୟାକୁ ସହାୟତା କରନ୍ତି। ଯେମିତି ଆମର ଏବେ ରହିଛି କଉଡି ଖେଳ, ତ ତାଙ୍କର ସେ ଗୋଟେ ଲୋଟା କଥାକୁ ନେଇ ତାଙ୍କର ଗୋଟେ କିମ୍ବଦନ୍ତୀ ରହିଛି, ତାଙ୍କର ପରମ୍ପରା ରହିଛି। ତ କାଦହାଟି ଖେଳ ସୂଚାଇ ଦିଏ ଯେ ସାଂସାରିକ ଜୀବନରେ ସ୍ୱାମୀ ସ୍ତ୍ରୀ ଭିତରେ କୌଣସି ଜିନିଷ, ଘଟଣା ଅବା କଥାକୁ ସେମାନେ ଲୁଚାଇ ରଖିବେ ନାହିଁ। ଘାଟରୁ ଫେରିବା ବେଳେ ବର କାଣ୍ଡ ବିନ୍ଧେ, କନ୍ୟା ତାକୁ ଗୋଟାଏ ଆଣେ। ବର ଘରକୁ ପହଞ୍ଚିବା ପର୍ଯ୍ୟନ୍ତ ଏହିପରି ଚାଲିଥାଏ। ଏହା ସୁଖ ଦୁଃଖ ବିପଦ ଆପଦ ବେଳେ ସେମାନେ ଏବେଠାରୁ ପରସ୍ପରର ଅନୁଗାମୀ ହେବେ ବୋଲି ଶପଥ କରାଏ। ବର ଘରେ ପହଞ୍ଚିଲା ପରେ ଝିଅ ସହିତ ଯାଇଥିବା ବନ୍ଧୁମାନଙ୍କୁ ବର ଘର ଲୋକେ ଖାଇବାକୁ ଦେଇ ବିଦା କରିଦିଅନ୍ତି। କିଛି ଦିନ ପରେ ଝିଅର ଭାଇ ବାଟ ଭାଙ୍ଗିବାକୁ ଯାଏ, ବର କନ୍ୟାକୁ ନେଇ ଆସେ। ଝିଅ ସାଙ୍ଗରେ ପିଠାପଣା ଧରି ଆସେ, ତାହା ଗ୍ରାମରେ ବଣ୍ଟା ହୁଏ। ଏହିଭଳି ଭାବରେ ତାଙ୍କର ବାହାଘର ସରେ। ଶାଶୁ ଘରେ ଫେରେ, ବାପ ଘରୁ ପିଠା ନେଇଯାଏ। ତ ଏଇଭଳି ଭିତରେ ତାଙ୍କର ଯୋଉ ବାହାଘର ସମାପ୍ତ ହେଉଛି।
तापर आउ गोटे हूँ धरी पड़ा विवाह जो प्रथम विवाह गला मांगी विवाह एवं द्वितीय विवाह आसूची जो कहुए धरी पड़ा विवाह। तो भूया समाज रे युवक युवती जीवन साथी बाछिबार स्वाधीनता रही तो सेमाने मन पसंदर युवक युवती बाछि पारिबे। तो परस्पर को भल पाउथिले नृत्य समय गीत छल निजर मन कथा को साथी निकट प्रकाश करती से गीत एवं नृत्य मध्य परस्पर को जो हाथ धरा धरी जो नाचु था जमी कोरापुट ढेमसा नृत्य रही सेपटे जो आम संबलपुर सुंदरगढ़ आम केउझर जो सब भूया संप्रदाय अच्छा तो से संप्रदाय जो नृत्य अच्छी हाथ को धरा धरी नाचिबा एवं गीत गाइबा से गीत गाइबा मध्य मन कथा को से कही बसंती एवं से मन कथा को साथी निकट प्रकाश करती। तापर एहीपर गीत गाऊ गाऊ युवक युवती हाथ धरी नहीं जाए एक गुप्त स्थान ये बहुत भल कथा गोटे आसे जे ये गीत गाऊ गाऊ कौन होता है ना युवकटीए युवती हाथ धरी नहीं जाए एक गुप्त स्थान को से स्थान अन्य मान ज्ञात रही था उक्त स्थान फेरिले যৌতুକ दाबी करती कन्या पक्ष बरर पिता गृह को जाई तापर परंपरा अनुसार विवाह कार्य संपादन जमी प्रथम कह जो विवाह होता है ठीक से भाव में विवाह कार्य होता है। अनेक युवक अच्छा जो नृत्य तो करती कि मन कथा फांदी गीत रे प्रकाश करि पारंती नहीं समस्त गीत गाई पारे नहीं से मन कथा को प्रकाश कौन करते युवती मान सहित दलबद्ध हो फलमूल संग्रह करने जाती काठपत्र शाग संग्रह करने जाती तो से जंगल को गला बेले युवकटी से मध्यरु जो युवती को आपणार स्त्री रूपे वरण करिथाए से ता जुड़ारे ता गभारे गोटे फूलटी खोसी दिए यह द्वारा युवती पाखरे तार मनर कथा प्रकाश करे जे से प्रतिज्ञा कला ताकू ही केवल स्त्री रूप युवती उपर विवाह करने दाबी करें साधारणतः जुड़ा खसिया बहुत प्रश्न गोटे आसे जो झील मान घरे गोटे पुओटे गोटे जुड़ा फूलटी खसब से गोटे हूँ धला फूल तो धला फूल खसिले भारी भल पाती तो से साधारणतः जुड़ा खसवाई सुगंध शुक्ल पुष्प व्यवहृत होता है शुक्ल पुष्प धला फूलटी से व्यवहार करती जदि धला फूलटी पाऊना शुक्ल पुष्प न मिले जो विवाहर जो निवेदन करथांती तो ये गला हूँ आमर धरी पड़ा विवाह एवं आउ गोटे हूँ झिंका विवाह झिंका झिंका विवाह मध्य बहुत परंपरा रे सुंदर गोटे विवाह अनेक समय रे जंगल मध्य जाउथिबा युवती जेतेबेले युवती माने जंगल को जाउथांती से युवती दल मध्यरु जनकु ताहार नायक मनोनीत करी हाथ धरी जंगल मध्य को झिकी नहीं जाए ये बहुत भल कथा गोटे अच्छे युवती दलबद्ध युवती से युवती गोटे पुओ को देखुची ये पुओटी को पसंद करी भल पाऊँ तो से कौन करुच्ची ना संगे संगे से जो झीटी दल जो झीटी जो से पुओटी को नहीं बण को पलि जाऊँगी तो ये सांग मान सब देखुं यही कथा को से झीर सांग मान फेरी आसबे जे आज्ञा आम से सांगटी को आम आम्भे माने आज बण मध्य जाउथे बेले गोटे बाघ आम गोटे भूणी को बोही नहीं गला ये बहुत भल कथा अच्छे जे से पुओटे को बाघ बोली प्रस्तुत करुँचे झीटे जाऊला गोटे बाघ नहीं गला यह शुणिला मात्र समस्त ग्रामवासी अस्त्र शस्त्र सज्जित होई घटनास्थल उपस्थित होई केही कहे एठारे घसर चिन्ह अच्छी केही कहे एठारे लुगापटा पड़ी एठारे हाथटा पड़ी एहीपरि बाघ को खोजी खोजी अवशेष युवकर ग्राम रे पहुंची उक्त प्रहसन शेष करी कहती एठारे कंठहारटी पड़ी से दुष्ट निश्चय एठारे लुचि एहापर चित्कार करी ताहार रक्त दाबी करती जो बाघटी धरा पड़ी से बाघ बाघ नुहे तो से पुओटी गोटे गोटे परंपरा गोटे अच्छी से पुओ को बाघ प्रतीक रूप चिन्हित करते थट्टा मजा भितर से खोजिया जाऊँ खोजी सारा जो पुओटी को पाई जाती तो से दाबी करती तो यह चित्कार करी तार रक्त दाबी करती तो ग्रामर पुरुखा लोक मानू आमर गोटे बालिकार स्वाधीनता हरण कर बहुत सुंदर कथा गोटे अच्छी जो ग्राम पुरुखा लोक जो मैंने वयस्क लोक मैंने जाती दाबी करती पुओ मान क्षेत्र में
ଯେ ଆମର ତୁମମାନଙ୍କର ଗୋଟେ ନାବାଳକ ପୁଅଟିଏ, ସେ ଆମର ଝିଅଟିକୁ ଅପହରଣ କରି ନେଇଯାଇଛି, ତାର ସତୀତ୍ୱ ହରଣ କରିଛି, ତାର ସ୍ୱାଧୀନତା ହରଣ କରିଛି। ତେଣୁ ସେମାନେ ତାଙ୍କର ମନ ମୁତାବକ ଭାବରେ ତାଙ୍କ ଉପରେ ପଣ କରିଥାନ୍ତି, ପଣ ମାନେ ଦାବି କରିଥାନ୍ତି। ତ ତେଣୁ ନିର୍ଦୋଷ ବାଳକ ଆମର ଗୋଟିଏ ବାଳିକାର ସ୍ୱାଧୀନତା ହରଣ କରିଛି, ତାର ପ୍ରତିଫଳ ଦେବା ପାଇଁ ପ୍ରସ୍ତୁତ ହୋଇଯାଉ। ପୁରୁଖା ଲୋକମାନେ ସେ ଯୁବକର ପକ୍ଷ ଗ୍ରହଣ କରି ଉତ୍ତର ଦିଅନ୍ତି ଯେ ପ୍ରକୃତରେ ସେ ଦୋଷ କରିଅଛି, କିନ୍ତୁ ଯାହା ହେବାର ଥିଲା ତାହା ହେଲାଣି, ଏବେ ସେ ଦୁହିଁଙ୍କ ମଧ୍ୟରେ ବିବାହ ହେଉ। ତୁମ୍ଭେମାନେ ଯେ ତାହାର ରକ୍ତ ମାଗୁଅଛ, ସେଥିପାଇଁ ସେ ପଣ ଓ ସମସ୍ତଙ୍କୁ ଭୋଜି ଦେବ। ସେ ରକ୍ତ ମାଗିବାର ଅର୍ଥ ସେମାନେ ଭୋଜି ଚାହାନ୍ତି, ଯେ ସମସ୍ତେ ହସ ଖୁସିରେ ଭୋଜିରେ ସାମିଲ ହେବେ। ତ ଏହି କଥା ଦ୍ଵାରା ପ୍ରତିହିଂସା ଲିପ୍ସୁ ଗ୍ରାମବାସୀଙ୍କର ଛଳନାତ୍ମକ କୋପ ପ୍ରଶମିତ ହୁଏ। ଯୋଉମାନେ ଯାଇଥିଲେ ଯେ ସେ ଘରକୁ ଯାଇଥିଲେ, ତ ତାଙ୍କର ରାଗ ଟିକେ ଶାନ୍ତ ହୁଏ। ତ ସେମାନେ ଆନନ୍ଦରେ ସବିଧିରେ ବିବାହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଅନ୍ତି। ତ ଏଇଭଳି ଭାବରେ ତାଙ୍କର ଯୋଉ ଗୋଟେ ପରମ୍ପରା ରହିଛି, ଏହା ହେଉଛି ତାଙ୍କର ଝିକା ବିବାହ। ତାପରେ ଆଉ ଗୋଟେ ବିବାହ ରହୁଛି ବଳ ପୂର୍ବକ ବିବାହ। ଏଇଠି ଟିକେ ଏଇଟା ତାଙ୍କର ଶେଷ ବିବାହ, 4ଟି ବିବାହ ରହିଛି, ମାନେ ଏଇ 4ଟି ମୁଖ୍ୟ ବିବାହ। ବିବାହ ପାଇଁ ଆଉ ଏକ ଉପାୟ ମଧ୍ୟ ଯୁବକ ମାନେ ଅବଲମ୍ବନ କରିଥାନ୍ତି। ଯେମିତି ସେତେବେଳେ ମୁଁ କହିଗଲି ଆପଣ ଝିଙ୍କା ବିବାହରେ ଯୁବତୀଟିଏ ଗୋଟେ ପୁଅକୁ ଝିଙ୍କି ନେଇଯାଉଛି, କିନ୍ତୁ ଏଠି ତାର ବିପରୀତ ଆସିବ ଯେ ବିବାହ ପାଇଁ ଆଉ ଏକ ଉପାୟ ମଧ୍ୟ ଯୁବକ ମାନେ ଅବଲମ୍ବନ କରନ୍ତି। ତ ଯୁବକ ଯୁବତୀକୁ ପସନ୍ଦ କରୁଥିବ, ଅଥଚ ଯୁବତୀ ଯୁବକକୁ ପସନ୍ଦ କରୁନଥିବ। ଯେତେବେଳେ ଯୁବକଟିଏ ଗୋଟେ ଯୁବତୀକୁ ପସନ୍ଦ କରୁଛି, କିନ୍ତୁ ଯୁବତୀଟିଏ ଯୁବକକୁ ପସନ୍ଦ କରୁନାହିଁ, ସେଇ କ୍ଷେତ୍ରରେ କଣ ହୁଏ ନା ଏହି କ୍ଷେତ୍ରରେ ଯୁବକଟି ତାର ସାଙ୍ଗମାନଙ୍କ ସହିତ ସମ୍ପୃକ୍ତ ଯୁବତୀକୁ ଯେକୌଣସି ସ୍ଥାନରୁ ନିଜ ଘରକୁ ଜୋର କରି ନେଇଯାଏ। ଏହି ସମ୍ବାଦ କନ୍ୟା ପିତା ଜାଣିଲେ ନିଜ ଗ୍ରାମର ବଳିଷ୍ଠ ଯୁବକ ମାନଙ୍କୁ ନେଇ କନ୍ୟାକୁ ଛଡାଇ ଆଣିବାକୁ ଯାଆନ୍ତି। ଉଭୟ ପକ୍ଷ ମଧ୍ୟରେ ମାରପିଟ ହୁଏ। ଯଦି କନ୍ୟା ପକ୍ଷ ଜୟଲାଭ କରନ୍ତି, ତେବେ ଯୁବତୀକୁ ନେଇ ଆସନ୍ତି। ଯଦି ପରାଜିତ ହୁଅନ୍ତି, ତେବେ ଛାଡି ଦେଇ ଆସନ୍ତି। ମାତ୍ର ଯେ ପର୍ଯ୍ୟନ୍ତ ଯୁବତୀଟି ଯୁବକ ଘରେ ଭାତ ଖାଇନି, ଏଇଠୁ ଭଲ ପରମ୍ପରା ଗୋଟେ ଅଛି, ଭାତ ଯଦି ଝିଅଟିଏ ସେ ଯୁବକ ଘରେ ଭାତ ଯେତେ ପର୍ଯ୍ୟନ୍ତ ନ ଖାଇଛି, ତାହେଲେ ସେମାନେ ସେଠି ବିବାହ ହୋଇପାରିବ ନାହିଁ। ତେଣୁ ସବୁ ପୁଅ ଘର ଲୋକ ସମସ୍ତେ ଲାଗିଥାନ୍ତି ଝିଅଟି କେମିତି ଭାତ ଖାଇବ, ଭାତ ଖାଇଲେ ହିଁ ବିବାହ ହୋଇପାରିବ। ମାତ୍ର ଯେ ପର୍ଯ୍ୟନ୍ତ ଯୁବତୀଟି ଯୁବକ ଘରେ ଭାତ ଖାଇନାହିଁ, ସେ ପର୍ଯ୍ୟନ୍ତ ଜୟଲାଭ ହେଲା ବୋଲି ବିବେଚିତ ହୁଏ ନାହିଁ। କାଳେ ବାପ ଘରକୁ କିଛି ପଳାଇବ, ଏହି ଭାବରେ ତାକୁ ଘର ଭିତରେ ବନ୍ଦ କରି ଦିଆଯାଏ। ଗୋଟେ କୋଠରୀ ଗୋଟେ ଥାଏ, ସେ କୋଠରୀ ଭିତରେ କିଛି ଭାତ ରଖିଥାନ୍ତି, ଏବଂ ସେ ଯୋଉ ଝିଅଟିକୁ ନେଇ ଆସିଥାନ୍ତି, ସେ ଝିଅଟିକୁ ନେଇ କୋଠରୀ ଭିତରେ ରଖି ବନ୍ଦ କରିଦିଅନ୍ତି। ଏବଂ ଭାତ ଖାଇ ନାହିଁ ମାନେ କେବଳ ଗ୍ରାମର ଚତୁରା ସ୍ତ୍ରୀ ମାନେ ତା ନିକଟକୁ ଯାଇ ଭାତ ଖାଇବାକୁ ପ୍ରବର୍ତ୍ତାଇଥାନ୍ତି। ଭାତ ଖାଇଲେ ବିବାହ ପରେ ସେ ଯେତେବେଳେ ଇଚ୍ଛା କରିବ ବାପ ଘରକୁ ଯାଇପାରିବ ବୋଲି ତାକୁ ଆଶ୍ୱାସନା ଦିଅନ୍ତି। ଝିଅ ଭାତ ଖାଇଲେ ବରପକ୍ଷ ପ୍ରଥମେ ଦେଶକୁ ଅର୍ଥାତ୍ ସମସ୍ତ ଗ୍ରାମବାସୀଙ୍କୁ ଭୋଜି ଦିଅନ୍ତି। ତାପରେ ବାହାଘରର ଆୟୋଜନ କରାଯାଏ। ପ୍ରଥମେ ବର ଏବଂ କନ୍ୟାକୁ ହଳଦୀ ଲଗାଇ ସ୍ନାନ କରାନ୍ତି, ନୂତନ ବସ୍ତ୍ର ଓ ଅଳଙ୍କାରରେ ଭୂଷିତ କରି ବେଦୀରେ ବସାନ୍ତି। ଗ୍ରାମ ପୁରୋହିତ ଦେହୁରୀ ମନ୍ତ୍ର ପାଠ କରି ବିବାହ କାର୍ଯ୍ୟ ସମ୍ପନ୍ନ କରନ୍ତି। କନ୍ୟା ପିତା କିମ୍ବା ପିତା ନଥିଲେ ଅନ୍ୟ କେହି ସମ୍ପର୍କୀୟ ଲୋକ ଆପଣାର ଆତ୍ମୀୟ ହାତରେ ଗୋଟିଏ ଟଙ୍କା ଦେଇ କହେ, ମୋର ଯାହା ଥିଲା ତାହା ଦେଇ ଆଶୀର୍ବାଦ କରୁଛି, ତୁ ଭାଗ୍ୟବତୀ ଏବଂ ସ୍ୱାମୀର ବିଶ୍ୱାସୀ ହୋଇ ଘର କର। ଏହାପରେ ଗ୍ରାମର ପୁରୁଖା ସ୍ତ୍ରୀ ମାନେ ବରକନ୍ୟା ମୁଣ୍ଡରେ ଅରୁଆ ଚାଉଳ ଦୁବ ପକାଇ ଘିଅ ଦୀପରେ ବନ୍ଦାଇ ହୁଳୁହୁଳି ପକାଇ ଉଠାଇ ନେଇ ଯାଆନ୍ତି। ସେମାନେ ଯେଉଁ ଘରେ ରହିବେ ସେହି ଘରକୁ ପୂର୍ବରୁ ଗ୍ରାମର ପୁରୋହିତ ପ୍ରତିଷ୍ଠା କରିଥାନ୍ତି। ଦୁଧ ଓ ଅରୁଆ ଚାଉଳ ଦ୍ୱାରା ଦେବତା ମାନଙ୍କୁ ପୂଜା କରନ୍ତି। ଗୋଟିଏ ମାଟି ପାତ୍ରରେ ଫୁଲ ଭର୍ତ୍ତି କରି ଘରର ଏକ ପାର୍ଶ୍ୱରେ ରଖି ଦିଆଯାଏ। ଏହି ମାଟି ପାତ୍ରରେ ପୂର୍ବ ପୁରୁଷ ମାନଙ୍କର ଆତ୍ମା ଅବସ୍ଥାନ କରେ ବୋଲି ପୁରୋହିତ ଜଣାଇ ଦେଇଥାନ୍ତି। ତେଣୁ ପ୍ରତିଦିନ ସେଠାରେ ବରକନ୍ୟା ପୂଜା କରନ୍ତି। ବର ପିତା କନ୍ୟାପଣ ବାବଦକୁ ଦିଅନ୍ତି 5 ଖଣ୍ଡି ଚାଉଳ, ପଟେ ବଳଦ, ପଟେ ଖାସି ଓ ପଟେ ବୋଦା। ଏଇଭଳି ଭାବରେ ତାଙ୍କର ବିବାହ ପରମ୍ପରା ଚାଲିଥାଏ। ତ କନ୍ୟା ପିତା ଭୋଜିର ଆୟୋଜନ କରି ଆପ୍ୟାୟିତ କରନ୍ତି ଗ୍ରାମବାସୀଙ୍କୁ। ଝିଅ ଜ୍ୱାଇଁ ବନ୍ଧୁବର୍ଗଙ୍କୁ ନିମନ୍ତ୍ରଣ ଦିଆଯାଏ। ଉଭୟ ପରିବାରର ସବୁକିଛି ଭୁଲି କଳା କଳି ହୁଅନ୍ତି। ଭୂୟାଁ ମାନେ ଅତ୍ୟନ୍ତ ଉଦାରବାଦୀ। ଯୁବକ ଯୁବତୀଙ୍କର ଏପରି ଭୁଲକୁ ସର୍ବଦା ଯୌବନ ସୁଲଭ ଗୁଣ ରୂପେ ବିଚାର କରି କୁହନ୍ତି, ରକ୍ତ ମାଂସ ଶରୀରରେ ଏସବୁ ଘଟଣା ଘଟେ, ତୁମେ ବିବାହ ବନ୍ଧନ ସୁଦୃଢ ହେଉ।
ଉକ୍ତ ଏଇ ଯୋଉ କହିଲି ଉକ୍ତ 4 ପ୍ରକାର ବିବାହ ବ୍ୟତୀତ ଭୂୟାଁ ସମାଜରେ ଆହୁରି ମଧ୍ୟ ଅନେକ ବିବାହ ରହିଛି, ଯେମିତି କି ବିଧବା ବିବାହ, ବହୁ ବିବାହ ମଧ୍ୟ ପ୍ରଚଳିତ ଅଛି, କିନ୍ତୁ ଏହି ପ୍ରକାର ବିବାହ ପ୍ରାୟ ବିରଳ। ତ ଉପରୋକ୍ତ ବିବାହ ଗୁଡିକରେ ପ୍ରାଚୀନ ରୀତିନୀତି ପରିଲକ୍ଷିତ। ଧରିପଳା ବିବାହ ହେଉ ବା ଝିଙ୍କା ବିବାହ ହେଉ ଅଥବା ବଳପୂର୍ବକ ବିବାହ ହେଉ ବା ବିବାହ କାର୍ଯ୍ୟ ମାଙ୍ଘି ବିବାହ ନୀତିରେ ସମ୍ପାଦିତ ହୁଏ। ଏଇ ଯୋଉ 4 ପ୍ରକାର ବିବାହ କହିଗଲି, ସେ 4 ପ୍ରକାର ବିବାହ ମଧ୍ୟରେ ସବୁ ବିବାହ ସମାପନ ହୋଇଥାଏ ନା ମାଙ୍ଘି ବିବାହକୁ ଲକ୍ଷ୍ୟ ରଖେ। କାରଣ ମାଙ୍ଘି ବିବାହରେ ଯେଉଁ ସବୁ ରୀତିନୀତି ଚାଲିଥାଏ, ସେଇ ରୀତିନୀତି ଅନୁସାରେ ଏଇ ଯୋଉ ସବୁ କାର୍ଯ୍ୟ, ଏଇ ଯୋଉ ବିବାହ ସବୁ ସେଇ ମାର୍ଗ ଦେଇ ଆସିଥାଏ। କେବଳ ପଣ ଦେବାରେ ସାମାନ୍ୟ ପାର୍ଥକ୍ୟ ଦେଖାଯାଏ। ଅତୀତର ପାହାଡି ଭୂୟାଁର ଜୀବନ ଶୈଳୀରେ ବର୍ତ୍ତମାନ ବିପୁଳ ପରିବର୍ତ୍ତନ ଆସିଛି। ବାହାଘର ବର ଘରେ ଅନୁଷ୍ଠିତ ହେଉଥିଲା ରାତିରେ, ଏ ଟିକେ ଟିକେ ପରିବର୍ତ୍ତନ ସବୁ ହେଇ ଏବେ ଆସୁଛି ଯୋଉ ସାମାଜିକ ପରମ୍ପରାରେ, ଯେ ବାହାଘର ବର ଘରେ ଅନୁଷ୍ଠିତ ହେଉଥିଲା ରାତିରେ, ବର୍ତ୍ତମାନ କନ୍ୟା ଘରେ ବିବାହ ହେଉଛି ଦିନ ବେଳା ବ୍ରାହ୍ମଣର ମନ୍ତ୍ରୋଚ୍ଚାରଣର ବିନ୍ଦୁ ହିନ୍ଦୁ ରୀତିନୀତିରେ। ବଳଦ ପଣ ବଦଳରେ ଟଙ୍କା ଦିଆଯାଉଛି 2000, 5000 ପାରିଲା ପଣ ଅନୁସାରେ। ପୁରୁଣା ରୀତିରେ ପରିବର୍ତ୍ତନ ଆଣି ଏବେ ପଣ ବାବଦକୁ ଦିଆଯାଉଛି 4 ଖଣ୍ଡି ଚାଉଳ, ଖାସି ଗୋଟାଏ, ବୋଦା ଗୋଟାଏ। ଆଜିକାଲିର ପରିବର୍ତ୍ତିତ ପ୍ରେକ୍ଷାପଟ ସମ୍ପର୍କରେ ବୟସ୍କ ଭୂୟାଁ ଲୋକଙ୍କୁ ପଚାରିଲେ ସେମାନେ କହୁଛନ୍ତି ଆମର କିଛି ମନେ ନାହିଁ। ଏଇଟା ମୋର ଯେତେବେଳେ ମୁଁ କେଉଁଝରରେ ଥିଲି, ଏଇ ମାନେ ମୋର ସୌଭାଗ୍ୟ ଯେ ଯେତେବେଳେ ମୁଁ କେଉଁଝରରେ ଚାକିରି କରୁଥିବା ସମୟରେ ମୁଁ ଗୋଟେ ତାର ରାଇସୁଆଁ ଅଛି, ତ ସେ ପାଖକୁ ମୁଁ ଯାଇଛି, ସେ ଭୂୟାଁ ସମ୍ପ୍ରଦାୟ ସବୁ ଭେଟିଛି। ତାଙ୍କର ସେଇ ପ୍ରସ୍ତାବକୁ ମୁଁ ଦେଖିଛି, ପରମ୍ପରା ବିବାହ କେମିତି 2-3ଟି ବିବାହକୁ ମଧ୍ୟ ମୁଁ ଦେଖିଛି। ତ ଆଜି ତାଙ୍କୁ ମୁଁ ପଚାରିଥିଲି ସେମାନେ କହିଥିଲେ ଯେ ଆଜିକାଲିର ପରିବର୍ତ୍ତିତ ପ୍ରେକ୍ଷାପଟ ସମ୍ପର୍କରେ ବୟସ୍କ ଭୂୟାଁ ଲୋକଙ୍କୁ ପଚାରିଲେ ସେମାନେ କହୁଛନ୍ତି ଆମର କିଛି ମନେ ନାହିଁ। ଏଇ କଥା ଯେତେବେଳେ ମୁଁ କୋରାପୁଟ ଆସିଲି, ଯୋଉ କୋରାପୁଟ ମଧ୍ୟ ମୁଁ ଲକ୍ଷ୍ମୀପୁରରେ ଯେତେବେଳେ ମୁଁ ଯାଉଛି, ଚିଲି ସଂଖ୍ୟା ବଡ ସଂଖ୍ୟା ସବୁ ରହିଛି ଗାଁ, ଏଠି ଗୋପୀନାଥ ମହାନ୍ତିଙ୍କର ଯୋଉ ଉପନ୍ୟାସ ରହିଥିଲା, ସେ ବନ୍ଦିଘର ଗାଁକୁ ମଧ୍ୟ ଯାଇ ସେଠି ପଚାରିଛି, ସେ ଆମର କିଛି ମନେ ନାହିଁ। ଏଠି ମଧ୍ୟ ଠିକ କେଉଁଝର ମଧ୍ୟ ତାଙ୍କୁ ପଚାରିଛି ଆମର କିଛି ମନେ ନାହିଁ, ଦେହୁରୀକୁ ପଚାର। ଆମକୁ ମନା କରାଯାଇଛି ଚାଙ୍ଗୁ ବଜାଇବା ପାଇଁ। ପୁରୁଖା ନାରୀ ମାନଙ୍କ ବକ୍ତବ୍ୟ ହେଉଛି ଚାଙ୍ଗୁ ତ ନାହିଁ, ନାଚିଲେ ସିନା ଗୀତ ଗାଇବା, ଗୀତ ସବୁ ପାସରି ଦେଲୁଣି। ଏଇଟା ସବୁଆଡେ ଏଇ ଯୋଉ ସବୁ ତାଙ୍କର କେମିତି ପରମ୍ପରା ସବୁ ଆସ୍ତେ ଆସ୍ତେ ହଜି ଯାଉଛି। ତ ବାସ୍ତବିକ ପରମ୍ପରାର ଅନୁପାଳନ ନ କଲେ ତାହା ହଜିଯାଏ। ଗୋଟିଏ ଜାତିର ଆତ୍ମା ସଂସ୍କୃତିର ବିଲୟ ଘଟେ, ସେ ଜାତିର ପରିଚୟ ମଧ୍ୟ ହଜିଯାଏ। ଭୂୟାଁ ଆଦିମ ଜନଜାତିଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। ଅବଶ୍ୟ ଦେଶ ଭୂୟାଁ ମାନଙ୍କୁ ସମ୍ପର୍କରେ ଏଠାରେ ବିଶେଷ ତଥ୍ୟ ପ୍ରଦାନ ନାହିଁ, କିନ୍ତୁ ସମତଳ ଭୂୟାଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସଂସ୍କାର କର୍ମକାଣ୍ଡରେ ହିନ୍ଦୁ ରୀତିକୁ ଆପଣେଇ ନେଲେଣି। ଏଇଠି ଗୋଟେ ବହୁତ ଭଲ କଥା ଅଛି, ତ ମୁଁ ସେ ଯୋଉ ରାଇସୁଆଁ ଅଞ୍ଚଳ ଅଛି, କେଉଁଝର ଟାଉନରୁ ପାଖାପାଖି 8-10 କିଲୋମିଟର ଦୂର ଗୋଟେ ରାଇସୁଆଁ ଗୋଟେ ଅଛି, ସେ ସ୍ଥାନକୁ ଗଲେ ସେଠି ତାଙ୍କ ସମତଳ ଭୂମିରେ କିଛି ଭୂୟାଁ ଲୋକ ଅଛନ୍ତି, ତାଙ୍କର ବିବାହ ପରମ୍ପରା ସମ୍ପୂର୍ଣ୍ଣ ହିନ୍ଦୁ ଧର୍ମ ଅନୁସାରେ। କିନ୍ତୁ ସେ ଯୋଉ ପାହାଡ ସବୁ ଅଛି, ପାହାଡ ଭିତରକୁ ସେ ନାଡ ଭୁଲି ଯେତେବେଳେ ପାହାଡ ଭିତରକୁ ଯାଇଥିଲି ବିବାହ ଦେଖିବା ପାଇଁ, ସେଠି ମଧ୍ୟ ତାଙ୍କର ସବୁ ବ୍ୟତିକ୍ରମ ଟିକେ ଟିକେ ରହିଛି। ସେମାନେ ତାଙ୍କର ପୁରୁଣା ପରମ୍ପରାକୁ ଜାବୁଡି ଧରିଛନ୍ତି, କିନ୍ତୁ ଏଠି ଟିକେ ପରିବର୍ତ୍ତନ ରହୁଛି। ତ ସେମାନେ ନିଜକୁ ପରିଚୟ ଦେଉଛନ୍ତି ଓଡିଆ ବୋଲି। ସେମାନେ କହୁଛନ୍ତି ଆମେ ଆଉ ଭୂୟାଁ ନୁହଁ, ଆମେ ହଉଛି ଓଡିଆ। ତ ଭୂୟାଁ ଗ୍ରାମର ଦରବାର, ଯାହାକୁ ଧାଙ୍ଗଡା ଶୋଇବା ଘର ବୋଲି କୁହାଯାଏ, ଭୂୟାଁ ଗ୍ରାମର ଯୋଉ ଦରବାର ଯୋଉ ସବୁ ଥିଲା, ସେ ଦରବାର ସବୁ ଏବେ କ୍ଲବ ଘର ହେଇଯାଇଛି। ଜଙ୍ଗଲରୁ କାଠ ପତ୍ର ତୋଳି ଆଣି କିମ୍ବା ଚାଷ କାର୍ଯ୍ୟରୁ ହାଲିଆ ହୋଇ ଫେରିଲା ପରେ ଦରବାର ଘରେ ଆଉ ଚାଙ୍ଗୁ ବାଦ୍ୟ ବାଜୁନାହିଁ। ସେଠି ଆଉ ତାଙ୍କର ଯୋଉ ପୁରୁଣା ଘର ମୁଁ ଦେଖିଛି, ମାଟି ଘର ଅଛି, ଟାଇଲ ପଡିଥିବ, ସେ ଘର ସବୁ ତାଙ୍କର କ୍ଲବ ଘର ହେଇକି ଅଛି। ତ ଯୁବତୀ ଗଣ କ୍ଳାନ୍ତ ଶରୀରକୁ ସତେଜ କରିବା ପାଇଁ ଦୋଳି ଗୀତରେ ଆନନ୍ଦ ମୁଖରିତ କରୁନାହାନ୍ତି ଗ୍ରାମ୍ୟ ପରିବେଶ। ସେଠି ଆଉ ଗୀତ ମଧ୍ୟ ବି ନାହିଁ, ସେ ସବୁ ହଜିଗଲାଣି। ସେ ଗୀତ ସବୁ ଆଜି ଆମର ଯୋଉ ଟେପ ରେକର୍ଡ, ମୋବାଇଲ ଫୋନ, ଏସବୁ ଗୀତର ମାଧ୍ୟମ ନେଇଛି। ତ ଜୀବନକୁ ଜୀଇଁବା ପାଇଁ ଭୂୟାଁ ଯୁବକ ଓ ଯୁବତୀଙ୍କ ଜୀବନରେ ଦୋଳି ଗୀତର ମହତ୍ଵ ଥିଲା, ତାହା ଆଜି ମ୍ଳାନ ପଡିଯାଇଛି। ତଥାପି ଯଦି ମୋର ଛାତ୍ରଛାତ୍ରୀ ମାନଙ୍କୁ ଗୋଟେ ଅନୁରୋଧ ରହିବ ଯେ ଭୂୟାଁ ସମ୍ପ୍ରଦାୟକୁ ନେଇ ବହୁତ ସୁନ୍ଦର କଥାଟିଏ ଆମର ଲେଖିଛନ୍ତି, ପ୍ରତିଭା ରାୟ ଲେଖିଛନ୍ତି, ମହାରାଣୀର ପୁତ୍ର। ସେ ଗୋଟେ ବହୁତ ସୁନ୍ଦର ଗୋଟେ ଉପନ୍ୟାସଟିଏ, ତ ପଢିଲେ ମଧ୍ୟ ବହୁତ ତଥ୍ୟ ପାଇପାରିବେ। ତା ସହିତ ମଧ୍ୟ ଆମର ଭୂୟାଁ ମାନଙ୍କର ସମ୍ପ୍ରଦାୟକୁ ନେଇ ଆମର ଯୋଉ ଲେଖିଛନ୍ତି ପ୍ରଥମ ଭୀମା ଭୂୟାଁ, ଗୋଟେ ଯୋଉ ଉପନ୍ୟାସ ଲେଖିଛନ୍ତି, ଆମର ଗୋବିନ୍ଦ ବଲ୍ଲୁ ଗୋପାଳ ବଲ୍ଲୁ ନାଁଟା ପାଶୋରି ଯାଉଛି, ସେଥିରେ ମଧ୍ୟ ତାଙ୍କର ବିବାହ ପ୍ରଥା ମଧ୍ୟ ରହିଛି। ଏବଂ ତାପରେ ଏଇ ସଦ୍ୟ ପ୍ରକାଶିତ ହେଇଛି ଆମର ଦମୟନ୍ତୀ ବେଶ୍ରା, ପଦ୍ମଶ୍ରୀ ବିଜେତା ଦମୟନ୍ତୀ ବେଶ୍ରା, ସେ ମଧ୍ୟ ଭୂୟାଁ ସମ୍ପର୍କ ଉପରେ ଗବେଷଣା କରିଛନ୍ତି। ତ ଏହି ଭାବରେ
ସମୟର ସ୍ୱଳ୍ପତା ଦୃଷ୍ଟିରୁ ମୁଁ ଖାଲି ଏଇ ଯୋଉ ଭୂମିପୁତ୍ର ବା ଯାହାକୁ ଆମେ ଭୂୟାଁ ଜନଜାତି ବୋଲି କହୁ, ସେ ଭୂୟାଁ ମାନଙ୍କର ବିବାହ ପ୍ରଥା ଉପରେ ମୁଁ ଆଲୋଚନା କରିଛି। ସେମିତି ମଧ୍ୟ ହୋ ଜନଜାତିଙ୍କର ବିବାହ ପ୍ରଥା ମଧ୍ୟ ରହିଛି, ଏବଂ ତା ସହିତ ହୋ ପରେ ପରେ ମଧ୍ୟ ପାହାଡି ବଣ୍ଡା ମାନଙ୍କର ମଧ୍ୟ ବିବାହ ପରମ୍ପରା ରହିଛି, ଯୋଉଠି ଆମର କୋରାପୁଟର ପାଖାପାଖି ଆସୁଛନ୍ତି। ତାପରେ ସୌରା ଜନଜାତିର ମଧ୍ୟ ବିବାହ ପ୍ରଥା ରହିଛି। ସାମଗ୍ରିକ ଭାବରେ ମୁଁ ଆକଳନ କରିପାରିଲି ନାହିଁ ସମୟ ସୀମିତ ମଧ୍ୟରେ। ସେମିତି କୁଟିଆ କନ୍ଧ ସଂସ୍କୃତିରେ ମଧ୍ୟ ବିବାହ ପ୍ରଥା ରହିଛି। ଯୋଉ କୋରାପୁଟରେ ଯୋଉ କୁଟିଆ କନ୍ଧ ଅଛନ୍ତି, କୁଟିଆ କନ୍ଧ ମାନଙ୍କର ମଧ୍ୟ ବିବାହ ପ୍ରଥା ପରମ୍ପରା ବହୁତ ସୁନ୍ଦର କଥା ତଥ୍ୟ ସବୁ ରହିଛି। ତା ବାଦ ମଧ୍ୟ ଆଉ ଗୋଟେ ବିଭିନ୍ନ ପ୍ରକାରର ବିବାହ ମଧ୍ୟରେ ଯୋଉ ପଶ୍ଚିମ ଓଡିଶାର କନ୍ଧ ମାନଙ୍କର ବିବାହ ପରମ୍ପରା ରହିଛି। ଯୋଉ ପଶ୍ଚିମ ଓଡିଶା ଅଛି, ପଶ୍ଚିମ ଓଡିଶାର ମଧ୍ୟ ବିବାହର ଗୋଟେ ପରମ୍ପରା ରହିଛି। ତ ତା ସହିତ ଆଉ ଗୋଟେ ମଧ୍ୟ ଭଲ ବିବାହ ପରମ୍ପରା ଗୋଟେ ରହିଛି, ସେଟା ପଶ୍ଚିମ ଓଡିଶାର ଗଣ୍ଡ ଜନଜାତିଙ୍କର ବିବାହ ପ୍ରଥା। ତ ଏସବୁକୁ ମୁଁ ଆକଳନ କରିପାରିଲି ନାହିଁ। ତ ଯେହେତୁ ମୁଁ ଗୋଟିଏ ବିଷୟ ଉପରେ ନେଲି, ଯୋଉ ଭୂୟାଁ ସମ୍ପ୍ରଦାୟ, ଭୂୟାଁ ସମ୍ପ୍ରଦାୟଙ୍କର ଯୋଉ ବିବାହ ପ୍ରଥା ସାମାଜିକ ଜୀବନ ଯାପନରେ ବିବାହ କେମିତି ମୁଖ୍ୟ ଭୂମିକା ଗ୍ରହଣ କରିଛି, ଯେ ବ୍ୟକ୍ତିର ସାମାଜିକ ଜୀବନରେ ବିବାହ ଏକ ପବିତ୍ର ଅନୁଷ୍ଠାନ। ଯେ ଦୁଇଟି ପୃଥକ ଦେହ, ଗୋଟିଏ ମନ, ଏବଂ ସେଇ ଗୋଟିଏ ମନକୁ ନେଇ ଗୋଟିଏ ଲକ୍ଷ୍ୟ ନିର୍ମାଣ କରିବା, ଏବଂ ଗୋଟିଏ ଲକ୍ଷ୍ୟ ହିଁ ଗୋଟିଏ ଆଦର୍ଶ ହେବ। ଗୋଟିଏ ପରିବାର, ଗୋଟିଏ ସଂସାର ନିଃସର୍ତ୍ତ ବନ୍ଧନରେ ବାନ୍ଧି ହେବାର ପୁଣ୍ୟତମ ଅଭିଜ୍ଞତାର ଏହା ଏକ ପୂର୍ଣ୍ଣତମ ସ୍ୱୀକୃତି। ତ ଗୋଷ୍ଠୀ ଭେଦରେ, ଜାତି ଭେଦରେ, ସଂସ୍କାର ଭେଦରେ, ବିଶ୍ୱାସରେ, ଦେଶ ଭେଦରେ ଏହା ବ୍ୟତିକ୍ରମ ଦେଖାଯାଏ ନାହିଁ। ତେଣୁ ବିବାହ ଗୋଟିଏ ଶୃଙ୍ଖଳିତ ଜୀବନ ଯାପନ ପ୍ରଣାଳୀ। ଗୋଟେ ଜୀବନକୁ ଶୃଙ୍ଖଳିତ ମାର୍ଗରେ ପରିଚାଳିତ କରିବା ପାଇଁ ବିବାହର ଆବଶ୍ୟକତା ରହିଛି। ତେଣୁ ବିବାହ ଏକ ଅନୁଷ୍ଠାନ ନୁହେଁ, ବିବାହ ଦୁଇ ହୃଦୟର ମିଳନ, ଦୁଇ ମନର ମିଳନ, ଦୁଇ ଶରୀରର ମିଳନ, ଦୁଇ ଜାତିର ମିଳନ। ତ ବିବାହ ଦ୍ଵାରା ଗୋଟିଏ ବ୍ୟକ୍ତିଟିଏ ପୂର୍ଣ୍ଣତା ଲାଭ କରିଥାଏ। ବିନା ବିବାହରେ ବ୍ୟକ୍ତିର ବ୍ୟକ୍ତିତ୍ୱ କେବେ ହେଲେ ପ୍ରତିଭାତ ହୁଏ ନାହିଁ। ତ ସମାଜରେ ବଞ୍ଚିବାକୁ ହେଲେ ବିବାହର ଆବଶ୍ୟକତା ରହିଛି। ତେଣୁ ବିବାହ ଏକ ପବିତ୍ର ଅନୁଷ୍ଠାନ। ତ ଏତିକି କହି ମୋର ମନ୍ତବ୍ୟକୁ ବିରାମ ଦଉଛି। କିଛି ଯଦି ଭୁଲ ଥାଏ ମୁଁ କ୍ଷମା ପ୍ରାର୍ଥୀ। ଯେ ପ୍ରାରମ୍ଭରେ ଏଠି ନେଟୱାର୍କ ପ୍ରୋବ୍ଲେମ ଟିକେ, କୋରାପୁଟ ଲକ୍ଷ୍ମୀପୁର ଅଞ୍ଚଳରେ ଟିକେ ନେଟୱାର୍କ ପ୍ରୋବ୍ଲେମ, ସେଥିପାଇଁ ମୁଁ କ୍ଷମା ମାଗି ନେଉଛି। ଏବଂ ଯଦି କିଛି ମନର ସଂଶୟ ଥାଏ ମତେ ପଚାରି ପାରିବେ। ଯଦି ମୋର କୌଣସି କିଛି କହିବାରେ କିଛି ତ୍ରୁଟି ରହିଥାଏ ମଧ୍ୟ ନିଜ ଗୁଣରେ କ୍ଷମା ପ୍ରଦାନ କରିବେ। ଆଉ ଧନ୍ୟବାଦ ଦଉଛି ଚାରୁ ମ୍ୟାଡାମ, ମୁଁ ତ ବହୁ ବ୍ୟସ୍ତ ଭିତରେ ରହିଯାଇଥିଲି। ତ ମତେ ଏତେ ବଡ ସୁଯୋଗ ପ୍ରଦାନ କରିଥିବାରୁ ମୁଁ ଆପଣ ମାନଙ୍କ ପାଖରେ ଚିର କୃତଜ୍ଞ, ଆଭାରୀ। ଏତିକି କହି ମୋର ମନ୍ତବ୍ୟକୁ ବିରାମ ଦଉଛି। ଧନ୍ୟବାଦ। ଧନ୍ୟବାଦ ଆଲୋଚକ ମହୋଦୟ। ବର୍ତ୍ତମାନ ମୁଁ ଆମର ଶ୍ରୋତା ମଣ୍ଡଳୀକୁ ଅନୁରୋଧ ଜଣାଉଛି, ଯଦି ଆମ ମନରେ କିଛି ସନ୍ଦେହ ରହିଛି ବା କିଛି ଜିଜ୍ଞାସା ରହିଛି, ତାହେଲେ ଆମେ ସିଧାସଳଖ ପ୍ରଶ୍ନ ପଚାରି ପାରିବା ଆଲୋଚକ ମହୋଦୟଙ୍କୁ। ଶ୍ରୋତା ମଣ୍ଡଳୀଙ୍କୁ ଅନୁରୋଧ, ନିଜର ଜିଜ୍ଞାସା କିମ୍ବା ଅନୁରୋଧ ବି ଜଣାଇ ପାରିବେ ପ୍ରଶ୍ନ ମାଧ୍ୟମରେ। ସାର୍ ନମସ୍କାର। ସାର୍ ଗୋଟେ ଛୋଟ ଜାଣିବାର ଇଚ୍ଛା ଥିଲା, ଯୋଉ ଚକୁଟିଆ ଭୁଞ୍ଜିଆ ବିଷୟରେ କହିଛି, ବୋଧେ ନୂଆପଡା ଜିଲ୍ଲାରେ ବୋଧେ ବହୁ ପରିମାଣରେ ଦେଖାଯାଆନ୍ତି। ତାଙ୍କର ବିବାହ ବିଷୟ ସମ୍ପର୍କରେ ଅଳ୍ପ କିଛି କହିଥିଲେ ଭଲ ହେଇଥାନ୍ତା ସାର୍, ସଂକ୍ଷେପରେ ସାର୍। ହଁ ଆଜ୍ଞା, ଠିକ ଅଛି। ସେ କଥାଟି ପଚାରିଲେ ମତେ, ତ ତା ଭିତରେ ମୁଁ ଏତେ କରିନାହିଁ। ତ ସେଇ ମୁଁ ସମୟ ପାଇଲେ ମୁଁ ଚେଷ୍ଟା କରିବି ଆପଣଙ୍କୁ ଜଣେଇବା ପାଇଁ, ନହେଲେ ଆପଣ ସେ ଗ୍ରୁପରେ ରହିଥିବେ, ମୁଁ ଯଦି ତାଙ୍କୁ ସେ ଜାଣିଲି ଗ୍ରୁପରେ ପଠେଇଦେବି ଆପଣଙ୍କୁ। ଆଜ୍ଞା ଆଜ୍ଞା ଠିକ ଅଛି। ସାର୍ ନମସ୍କାର। ମୋର ମାନେ ଗୋଟେ ପ୍ରଶ୍ନ ହଉଛି, ଆପଣ ଏତେ ସୁନ୍ଦର ଆଲୋଚନା କଲେ, ତାତ୍विକ ଆଲୋଚନା, ସେଥିପାଇଁ ଧନ୍ୟବାଦ। ସାର୍ ମୁଁ ଜାଣିବାକୁ ଚାହୁଁଛି ଯେ ଯୋଉ ବିବାହ ପ୍ରଥା ସେମାନଙ୍କର ରହୁଛି, ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯଦି କେବେ ମାନେ କଳହ ଦେଖାଯାଏ, କିମ୍ବା ସ୍ତ୍ରୀ ଜୀବିତ ଥିବ କିମ୍ବା ସ୍ୱାମୀ ଯଦି ଜୀବିତ ଥିଲେ ମଧ୍ୟ ସେମାନେ କଣ ମାନେ ଦ୍ୱିତୀୟ ବିବାହ କରିପାରିବେ, ତାହା ତାଙ୍କ ସମାଜରେ ମାନେ ଗ୍ରହଣ ହୁଏ କି? ଯୋଉ ବର୍ତ୍ତମାନ ଯୋଉ ଆଧୁନିକ ଯୁଗରେ ଯୋଉ ମାନେ ବ୍ୟବସ୍ଥାଟା ଚାଲିଛି, ଆମେ ଯୋଉ ସେକେଣ୍ଡ ମ୍ୟାରେଜ କଥା ଯୋଉ କହୁ, ତାହା ଆଦିବାସୀ ସମ୍ପ୍ରଦାୟରେ ଦେଖାଯାଏ କି? ଧନ୍ୟବାଦ। ମୁଁ
ସ୍ତ୍ରୀଙ୍କ ଭିତରେ ସମସ୍ୟା ଯୋଉ ସମସ୍ୟା ନାହିଁ ସମ୍ପ୍ରଦାୟରେ ମଧ୍ୟ ସେମାନେ ବିବାହଟା ଏମିତି ଥାଏ ବିବାହ କରିପାରିବ। ଯଦି ସ୍ତ୍ରୀଟିଏ ମରିଯାଉଛି ସ୍ୱାମୀଟି ବିବାହ କରିପାରିବ ଏବଂ ସ୍ୱାମୀ ଥାଉ ସ୍ତ୍ରୀ ମରିଯାଉଛି ବିବାହ କରିପାରିବ। ଯଦି ବଞ୍ଚି ଥାଉ ତାଙ୍କ ଭିତରେ କେବେ ବିବାହ କରିପାରିବେ ନାହିଁ, କାରଣ ତାଙ୍କ ଗ୍ରାମର ଯୋଉ ପୁରୁଖା ଲୋକ ସବୁ ଏଇ ଯୋଉ ଭୀମା ଭୂୟାଁ ସମ୍ପ୍ରଦାୟ କଥା ମୁଁ କହୁଛି, ଯଦି ତାଙ୍କ ଭିତରେ ଯୋଉ କିଛି ମନମାଳିନ୍ୟ ହେଉଛି ତାହେଲେ ତାଙ୍କର ଯୋଉ ପୁରୁଖା ଲୋକମାନେ ସବୁ ଅଛନ୍ତି, ଯୋଉ ମଧ୍ୟସ୍ଥି କଣ୍ଡିରା ଅଛନ୍ତି, ସେଇ ମନମାଳିନ୍ୟକୁ ସେମାନେ ଦୂର କରିଥାନ୍ତି। କେମିତି ନା ସେମାନେ ଯେତେବେଳେ ଗୋଟେ ସମସ୍ୟା ଆସୁଛି, ଯେତେବେଳେ ତାଙ୍କୁ ପରସ୍ପର ବିଚ୍ଛିନ୍ନ ହେବାକୁ ଯାଉଛନ୍ତି, ତ ସେମାନେ ସେଇ ଭିତରେ କଣ କରିଥାନ୍ତି ନା ପର୍ବ, ବିଭିନ୍ନ ପ୍ରକାରର ପର୍ବ ପର୍ବାଣୀ ସେମାନଙ୍କୁ ଏକତ୍ରିତ କରିଥାଏ। ତ ସେମାନେ ସେଇ ପର୍ବପର୍ବାଣୀରେ ନିଜର ମନମାଳିନ୍ୟକୁ ଦୂର କରିଥାନ୍ତି। ତ ମୋ ମତ ଅନୁଯାୟୀ ଯାହା ମୁଁ ଜାଣିଛି, ସେମାନେ କେବଳ ଦ୍ୱିତୀୟ ବିବାହକୁ ଯାଆନ୍ତି ନାହିଁ। ଯେତେବେଳେ ଜଣଙ୍କର ମୃତ୍ୟୁ ହୁଏ, ପରିବାରର ଭରଣ ପୋଷଣ ପାଇଁ ସେମାନେ ବିବାହ କରିଥାନ୍ତି। ଏଠି ଆଉ ଗୋଟେ ଭଲ କଥା, ଅନ୍ୟ ଧର୍ମରେ ଯୋଉ ଅଛି ଆମର ସମ୍ପ୍ରଦାୟ ଅଛି, ଯୋଉ କୁଟିଆ କନ୍ଧ ଧର୍ମରେ ଗୋଟେ ଅଛି, ଆପଣ ଜାଣିଲେ ମାନେ ବିସ୍ମିତ ହେବେ। କଥା ହଉଛି ଏହା ଯେ ଆମର ଯେମିତି ହିନ୍ଦୁ ଧର୍ମରେ ପୁଅଟିଏ ବଡ ହେଇଥିବ, ଝିଅଟିଏ ସାନ ହେଇଥିବ, ବିବାହ ହେଉଛି। କିନ୍ତୁ ତାଙ୍କ ସମ୍ପ୍ରଦାୟରେ କଣ ହଉଛି, ଯେତେବେଳେ ବିବାହ ହୁଏ ଝିଅଟିଏ ବୟସରେ ବଡ ହେଇଥିବ, ଝିଅଟିଏ ପାଖାପାଖି 20-21 ବର୍ଷର ହେଇଥିବ, ବା ପୁଅଟିଏ 7-8 ବର୍ଷର ହେଇଥିବ, ବା 6-7 ବର୍ଷର ହେଇଥିବ, ତାଙ୍କୁ ବିବାହ କରି ଦିଆଯାଏ। ଯେତେବେଳେ ସେଇ ଝିଅଟିଏ ପୁଅଟିକୁ ବିବାହ କରୁଛି, ସେ ପୁଅଟିକୁ ସେ ନିଜର ପୁଅ ଭଳି ଭାବରେ ତାର ଲାଳନ କରୁଛି, ପାଳନ କରୁଛି, ତାକୁ ବଡ କରୁଛି ଏବଂ ତାକୁ ତାଗିଦ ମଧ୍ୟ କରୁଛି, ତାକୁ ଗାଳି ଦଉଛି, ବାଡଉଛି ଏବଂ ତାକୁ ବଡ କରୁଛି। ଏବଂ ବଡ ହେଇସାରିଲେ ଯେତେବେଳେ ସ୍ତ୍ରୀ ଲୋକଟିଏ ବୁଢୀ ପଡି ଯାଉଛି, ସେତେବେଳେ ସେ ପୁଅଟିଏ ସେ ତା ସ୍ତ୍ରୀର କଥା ବୁଝୁଛି। ମାନେ ଏଇ ତାଙ୍କ ଗୋଟେ ଯୋଉ ଗୋଟେ ଆର୍ଥିକ ର ଅବସ୍ଥାକୁ ସେମାନେ ଗୋଟେ ସମ ପରିମାଣର ଭାବରେ, ଯେତେବେଳେ ପୁଅଟିଏ ଛୋଟ ହେଇଛି ତାର ସ୍ତ୍ରୀ ତାକୁ ତାର ସବୁ ଦାୟିତ୍ୱ ନେଉଛି, ଯତ୍ନ ନେଉଛି, ତାକୁ ବଡ କରଉଛି। ଯେତେବେଳେ ସେଇ ଯୋଉ ସ୍ତ୍ରୀ ଲୋକଟି ବୁଢୀ ପଡି ଯାଉଛି, ସେ ତାର ସ୍ୱାମୀ ହେଇକି ତାର ସବୁ ଆବଶ୍ୟକତା ପୂରଣ କରୁଛି। ତ ଇଏ ଗୋଟେ ତାଙ୍କର ଧର୍ମ ଅଛି। ତ କିନ୍ତୁ ଯୋଉ କଥା ତୁମେ କହିଗଲ, ଏଠି ତାଙ୍କର ମନମାଳିନ୍ୟ ହେଲେ ପର୍ବପର୍ବାଣୀ ମାଧ୍ୟମରେ ଦୂର କରିଥାନ୍ତି, ସେମାନେ ଦ୍ୱିତୀୟ ବିବାହ କରନ୍ତି ନାହିଁ। ଧନ୍ୟବାଦ ସାର୍। ଆମ ମଧ୍ୟରୁ ଅନ୍ୟ କାହାର କିଛି ଯଦି ସନ୍ଦେହ କିମ୍ବା ଜିଜ୍ଞାସା ରହିଛି ତାହେଲେ ଆମେ ପଚାରି ପାରିବା। ହ୍ୟାଲୋ ସାର୍, ନମସ୍କାର। ହଁ ନମସ୍କାର ଆଜ୍ଞା, ସାରେ ନମସ୍କାର। ଆଜ୍ଞା ସାରେ, ଝିଙ୍କା ବିବାହ ବଳପୂର୍ବ ବିବାହ ଭିତରେ ସାର୍ ପାର୍ଥକ୍ୟ ଟା କଣ ସାର୍ ପରିଲକ୍ଷିତ ହଉଛି? ସାର୍ ଝିଙ୍କା ବିବାହ ବଳପୂର୍ବ ବିବାହ ଭିତରେ ପାର୍ଥକ୍ୟ ଗୋଟେ ପରିଲକ୍ଷିତ ହଉଛି, ସାର୍ ହଁ ଟିକେ ଆଜ୍ଞା, ବୁଝେଇବେ। ନିଶ୍ଚିତ ଆଜ୍ଞା ଆଜ୍ଞା। ଝିଅ ବିବାହ କହିଲେ କଣ ହଉଛି, ଯେତେବେଳେ ଆଜ୍ଞା ସାର୍। ମାନେ ସାଙ୍ଗ ହେଇକି, ଯେତେବେଳେ ଝିଅ ମାନେ ସାଙ୍ଗ ହେଇକି ସଂଗ୍ରହ କରିବା ପାଇଁ ଯାଉଛନ୍ତି, କୌଣସି ଫଳମୂଳ ସଂଗ୍ରହ କରିବା ପାଇଁ ଯାଉଛନ୍ତି, ସେତେବେଳେ ଝିଅଟି କଣ କରୁଛି ନା ସେ ଆଜ୍ଞା ଯୋଉ ସାର୍। ଯେତେବେଳେ ଝିଅ ମାନେ ଦଳବଦ୍ଧ ହେଇ ଯାଉଥିବା ସମୟରେ ଯେତେବେଳେ ଗୋଟେ ଝିଅଟିଏ ଗୋଟେ ପୁଅକୁ ପସନ୍ଦ କରୁଛି, ଯେତେବେଳେ ସେ ପୁଅଟିକୁ ପସନ୍ଦ କରୁଛି, ସେ କଣ କରୁଛି ନା ସେ ପୁଅଟିକୁ ଟାଣି ନେଇକି ଜଙ୍ଗଲ ଭିତରକୁ ପଳେଇ ଯାଉଛି। ଏଠି ଆଜ୍ଞା ଝିଅଟିଏ ଟାଣି ନଉଛି, ଯେତେବେଳେ ଝିଅଟିଏ ପୁଅଟିକୁ ଟାଣି ନେଇକି ପଳେଇ ଯାଉଛି, 2-3 ଦିନ ଜଙ୍ଗଲ ଭିତରେ ପୁଅ ଘରକୁ ଫେରୁଛନ୍ତି, ସେତେବେଳେ ଏଇଟା ହଉଛି ଝିଙ୍କା ବିବାହ। ଏଠି ଗୋଟେ ବଳପୂର୍ବ ପୁଅ ମାନେ ଯେତେବେଳେ ଦଳବଦ୍ଧ ହେଇ ଗୋଟେ ପୁଅ ମାନେ ଜଙ୍ଗଲକୁ ବୁଲିବା ପାଇଁ ଯାଉଛନ୍ତି, ଯେତେବେଳେ ପୁଅ ମାନେ ଗୋଟେ ଝିଅକୁ ପସନ୍ଦ ଆସୁଛି, ଗୋଟେ ଝିଅଟେ ଯେତେବେଳେ ପୁଅଟେ ଯାଉଥିବା ଭିତରେ ଗୋଟେ ଝିଅଟେ ଦେଖୁଛି ନା ଏଇଟା ହଉଛି ମୋର ବହୁତ ସୁନ୍ଦର ଝିଅଟି, ମୁଁ ୟାକୁ ପସନ୍ଦ କରୁଛି, ସେତେବେଳେ ପୁଅ ଟାଣି ନେଇଯାଉଛି। ସେତେବେଳେ ପୁଅଟିଏ ସେ ଝିଅଟିକୁ ତା ଘରକୁ, ଏଠି ହଉଛି ଝିଙ୍କା ବିବାହ କଣ ହୁଏ, ବିବାହର ଝିଅଟି ପୁଅକୁ ଝିଙ୍କିକି ନେଇଯାଉଛି ଏବଂ ବଳପୂର୍ବକ ବିବାହରେ ଗୋଟେ ପୁଅଟିଏ ନିଜ ବଳପୂର୍ବକ ଭାବରେ ଝିଅଟିକୁ ନିଜ ଘରକୁ ନେଇଯାଉଛି, ଯୋଉ ଭାତ ଖୁଆଇବା ପାଇଁ ନେଇଯାଉଛି। ଏଇଟା ହଉଛି ଗୋଟେ ସବୁଠୁ ବଡ ଗୋଟେ ପାର୍ଥକ୍ୟ ରହିଛି। ମୋର ଆଶା ଆପଣ ଏଇଟା ବୋଧେ ଉପଲବ୍ଧି କରିଥିବେ, ତ ଧନ୍ୟବାଦ। ଆଜ୍ଞା ସାର୍, ସାର୍ ବୁଝି ହେଲା ଏଇଟା? ମାତାକୁ ଯଦି କ୍ଷୀର ବୃକ୍ଷ ସହିତ ତୁଳନା କଲେ, ଛାୟା ପ୍ରଦାନ ପିତାଙ୍କ ସହିତ କଲେ, କୁମାରୀ କନ୍ୟାଟାକୁ ଫୁଲ ସହିତ କଲେ, ତେବେ ପୁଅକୁ କାହା ସହିତ ତୁଳନା କଲେ ସାର୍?
ଆଜ୍ଞା ଭଲ ପ୍ରଶ୍ନ ପଚାରିଲେ ସାର୍। ତ ଯୋଉ ମାତାଙ୍କୁ ଯୋଉ ଆପଣ କହିଲେ ମାତାଙ୍କୁ ମୋ ଭାରି ତ ଖୁସି ଲାଗୁଛି ଯୋଉ ଆପଣ ଶୁଣିକି ମନେ ରଖିଛନ୍ତି ଯେ ମାତାଙ୍କୁ କ୍ଷୀର ବୃକ୍ଷ ସହିତ ଆଜ୍ଞା ପିତାଙ୍କୁ ଛାୟା ପ୍ରଦାନକାରୀ ବୃକ୍ଷ ସହିତ ସେମିତି ତାଙ୍କର ଯୋଉ କୁଆଁରୀ କନ୍ୟା ଯୋଉ ଫୁଲ ଝିଅ ସହିତ ମାନଙ୍କୁ ଫୁଲ ସହିତ ଆଜ୍ଞା ଏବଂ ଯୁବକ ମାନଙ୍କୁ ତାଙ୍କ ପୁଅ ମାନଙ୍କୁ ଶାଳ ଗଛ ସହିତ ତୁଳନା କରିଛନ୍ତି। ଶାଳ ଶାଳ ଗଛ। ଗଛ ଧନ୍ୟବାଦ ସାର୍। ଆଜ୍ଞା ଆଜ୍ଞା ଧନ୍ୟବାଦ ଆଜ୍ଞା। ବର୍ତ୍ତମାନ ମୁଁ ଅନୁରୋଧ କରି ଆମର ସଭାପତି ମହୋଦୟଙ୍କୁ ନିଜର ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କରିବା ନିମନ୍ତେ ସଭାପତି ମହୋଦୟ। ଧନ୍ୟବାଦ ସାର୍, ବହୁତ ବଢିଆ ହେଇଛି। ଆଜି ଆପଣ ଆମକୁ ମନ୍ତ୍ରମୁଗ୍ଧ କରିଦେଲେ ଶ୍ରୀଯୁକ୍ତ ଅମରେଶ ସେନାପତି ମହୋଦୟ। ସାର୍ ବିଜ୍ଞାନ ଯେତେ ପ୍ରଗତି କଥା କହେ କିନ୍ତୁ ପୁରାତନ ପରମ୍ପରା ଅତ୍ୟନ୍ତ ସୁନ୍ଦର ଭାବେ ବହୁତ କଥା ଶିଖିବାକୁ ପଡେ ଏବଂ ସେ ଗୋଟେ ଜାଗ୍ରତ ପ୍ରହରୀ ଭଳି ରହିଛି ପୁରାତନ ପ୍ରଥା। ଆଚ୍ଛା, ସମୟ ସ୍ରୋତରେ ପରମ୍ପରା ହିଁ ଗୋଟିଏ ଜାତିର ବୈଶିଷ୍ଟ୍ୟ। ଐଶ୍ୱର୍ଯ୍ୟ ମଣ୍ଡିତ ଇତିହାସକୁ ମନେ ପକାଇ ପାରିଛନ୍ତି ଆପଣ। ଆଉ ଗୋଟେ ବଢିଆ ଜିନିଷ କହିଲେ ସାର୍, ଅନୁଷ୍ଠାନ ନୁହେଁ ଏଇ ବିବାହ ପ୍ରଥାଟା ଦୁଇ ଆତ୍ମାର ପବିତ୍ର ମିଳନ, ବାସ୍ତବରେ ପବିତ୍ର ମିଳନ। ବହୁତ ଭଲ ଲାଗିଲା। ଆଉ ଯୋଉ 62 ସମ୍ପ୍ରଦାୟ ମଧ୍ୟରୁ ବଣ୍ଡା ଜାତିକୁ ନେଇକି ଆପଣ କହିଲେ, ଆଉ ଭୂମିରୁ ଭୂମା ଯାଏ ଭଲ ପାଉଥିବା ଜିନିଷଟା କହିଛନ୍ତି ସେମାନଙ୍କର, ବାସ୍ତବରେ ବଢିଆ ଲାଗିଲା। ଆଉ ସବୁଠୁ ମତେ ଭଲ ଲାଗିଲା ଯୋଉ 4 ପ୍ରକାର ବିବାହର ବିଧି ଯୋଉଟା ଅଛି, ସେଇଟା ମାତ୍ର ବହୁତ ହୃଦୟସ୍ପର୍ଶୀ ହେଇଛି। କିନ୍ତୁ ଆଧୁନିକ ଯୁଗରେ, ଆଜିର ଯୁଗରେ କହିବା କଥା, ଏଇ ଯୋଉ ଆମ୍ବ ପଚା ମଦ, ତେନ୍ତୁଳି ମଦ, ମାଣ୍ଡିଆ ମଦ ଇତ୍ୟାଦି ଇତ୍ୟାଦି ଯୋଉ ସଲପ ଇତ୍ୟାଦି ର କିଛି ଅଂଶ ଯଦି କମି ଯାଇଥାନ୍ତା ଭଲ ହେଇଥାନ୍ତା। ମୁଁ ଏଇଟାକୁ କାହିଁକି ସେତେଟା ସହଜରେ ଗ୍ରହଣ କରିପାରୁନି। ତଥାପି ଏଇ ଯୋଉ ଜନଜାତି ସମ୍ପ୍ରଦାୟର ମାନବୀୟ ଅନ୍ତଃସ୍ୱର ରହିଛି, ତାହା ଆଦର୍ଶ ମଧ୍ୟ ଦେଖଉଛି, ସାଂସ୍କୃତିକ ଚେତନା ଦେଖଉଛି, ଅତୁଟ ସ୍ନେହ, ଶ୍ରଦ୍ଧା, ସ୍ନେହ, ପ୍ରେମର କଥା କହୁଛି। ଏସବୁ ପବିତ୍ର ସ୍ପନ୍ଦନ, କିନ୍ତୁ ତାଙ୍କର ଯୋଉ ନିଶା ଜିନିଷଟା ରହିଛି, ମୁଁ ଦେଖୁଛି ନିଶା କେବେ କାହାକୁ କ୍ଷମା ଦେଇପାରିନି। ତେଣୁ ଏଇ ଜିନିଷଟା ଆମେ ତ କିଛି କରିପାରିବାନି, ଆମେ ଆଲୋଚନା ଭିତରେ ରଖିଦବା, ସୀମିତ କରିଦବା, ଆଉ କିଛି କରିପାରିବାନି। କିନ୍ତୁ ତାର ଗୋଟେ ବିମୁଗ୍ଧ ଅନୁଭବ ରହିଛି ଏମାନଙ୍କ ଭିତରେ, ଗୋଟେ ଅମୃତର ଆହ୍ଲାଦ ରହୁଛି। କଥା ଛଳରେ ଆପଣ ଏକ ପିୟୁଷର ବର୍ଷା କରିଦେଇଛନ୍ତି, ବହୁତ ଭଲ ଲାଗିଲା। ଗୋଟିଏ ଜାତିର ଆତ୍ମା ହଉଛି ସାଂସ୍କୃତିକ ପରମ୍ପରା। ପରିବର୍ତ୍ତନ ପ୍ରେକ୍ଷାପଟରେ ମଧ୍ୟ ଆମେ କିଛି ଦେଖୁଛୁ ଯେ ସେମାନେ ମଧ୍ୟ ସଭ୍ୟ ସମାଜକୁ ଆପଣେଇଛନ୍ତି ଏବଂ ଜାଣି ପାରିଛନ୍ତି। ଆଉ ବଢିଆ ଲାଗିଲା ଯେ ଏଇ ଯୋଉ ଜାତିର, ଏଇ ସମ୍ପ୍ରଦାୟର କଥା କହିଛନ୍ତି, ବହୁତ ଜିନିଷ, ନୂଆ ଜିନିଷ ପାଇଛୁ ଆମେ। ଆଉ ବିଶେଷ କରିକିରି ଆମେମାନେ ଆପଣଙ୍କୁ ନିଶ୍ଚିତ ଭାବେ ଆପଣଙ୍କୁ ଧନ୍ୟବାଦ ଦବୁ ଯେ ଏତେ ସୁନ୍ଦର ଜିନିଷ ଆପଣ କହିକି ଆମକୁ ବହୁତ କଥା ଜଣେଇବାକୁ ହେଲା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଆପଣ ଏଇ 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 ପରିପ୍ରେକ୍ଷୀରେ ମୁଁ କହିବି, ଆପଣ ନିଶ୍ଚିତ ଭାବେ ଆମ ପ୍ରତି ଇଏ ରଖିଲେ। ଆଉ ଯୋଉ କ୍ଷମା କଥା କହିଲେ, ସାର୍ ଆପଣ ତ କହୁଛନ୍ତି, ଯାହା କହୁଛନ୍ତି ସେଇଟା ତ ଆମେ କ୍ଷମା ପ୍ରାର୍ଥୀ ନୁହଁ। ଆମେ ଶ୍ରବଣ ପ୍ରାର୍ଥୀ ଏବଂ ଆପଣ ଯାହା କହୁଛନ୍ତି ଆମେ ହୃଦୟଙ୍ଗମ କରିବା ପ୍ରାର୍ଥୀ। କ୍ଷମା ପ୍ରାର୍ଥୀ ହେବାର ଯୋଗ୍ୟତା ଆମର କାହାର ନାହିଁ। ଯାହା ହଉ ଆପଣ ବହୁତ ଜିନିଷ କହିଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ ସଭାପତି ମହୋଦୟ। ବର୍ତ୍ତମାନ ମୁଁ ଅନୁରୋଧ ଜଣାଉଛି, ପରଶୁରାମ ଗୁରୁକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ସ୍ଵାମୀ ବିବେକାନନ୍ଦ ଲୋକ ସଂସଦର ସହ ସମ୍ପାଦକ ଡକ୍ଟର ଶଶିକାନ୍ତ ମହାପାତ୍ର ମହୋଦୟଙ୍କୁ ଧନ୍ୟବାଦ ଅର୍ପଣ କରିବା ନିମନ୍ତେ। ମହୋଦୟ ଶଶିକାନ୍ତ ମହାପାତ୍ର। ଧନ୍ୟବାଦ ସାର୍। ପ୍ରଥମେ ଧନ୍ୟବାଦ ପ୍ରଦାନ କରିବି ଆଜିର ଏଇ ଆଭାସ ପାଠଚକ୍ରରେ ସଭାପତିତ୍ୱ କରୁଥିବା ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେହେରା ମହୋଦୟଙ୍କୁ, ଆମ ଜିଲ୍ଲାର ଗର୍ବ ଏବଂ ଗୌରବ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଡ଼ିତ। ଯଦି ଆମ ଜିଲ୍ଲାରେ ସଂସ୍କୃତି ବଞ୍ଚି ରହିଥାଏ, ସେଥିମଧ୍ୟରୁ ଅଗ୍ରଣୀ ଭୂମିକା ରହିଛି ମହୋଦୟଙ୍କର। ତେଣୁ ପୁନର୍ବାର ଧନ୍ୟବାଦ ଜ୍ଞାପନ କରୁଛି ସାରଙ୍କୁ। ଏବଂ ଧନ୍ୟବାଦ ପ୍ରଦାନ କରୁଛି ଆଜିର ଆଲୋଚକ ମହୋଦୟଙ୍କୁ। ପ୍ରକୃତରେ ଆମେ ଆଜି ବିମୁଗ୍ଧ, ଆମେ ଆଜି ଆପଣଙ୍କର ଏଇ ଉଚ୍ଚକୋଟୀର ଆଲୋଚନା ଶୁଣି ଆମେ ସମସ୍ତେ ନୂତନ ନୂତନ ତଥ୍ୟ ମାନ ଆମେ ପାଇଛୁ। ପ୍ରକୃତରେ ବିବାହ ଗୋଟେ ପବିତ୍ର ସମ୍ପର୍କ। ବିଭିନ୍ନ ପ୍ରକାର ବିବାହ ରହିଛି, ପ୍ରଜାପତି ବିବାହ, ଗାନ୍ଧର୍ବ ବିବାହ, ପୈଶାଚ ଏବଂ ରାକ୍ଷସ ବିବାହ।
ଏବଂ ବିଭିନ୍ନ ସମ୍ପ୍ରଦାୟରେ ବିଭିନ୍ନ ପ୍ରକାର ବିବାହ ଦେଖାଯାଇଥାଏ ଏବଂ କିଛି ନୂତନ ତଥ୍ୟ ଆପଣ ପ୍ରଦାନ କଲେ, ଯେମିତିକି ଏଇ ଯୋଉ ଭୂୟାଁ ସମ୍ପ୍ରଦାୟ ଭିତରେ ବିବାହ, ଆଦିବାସୀ ଯୋଉ ଆମେ କହୁଛୁ, ନିଶ୍ଚିନ୍ତ ରୂପେ ଏ ଏକ ଜନଜାତି ଯୋଉମାନେ କି ସଂସ୍କୃତି ପରମ୍ପରାକୁ, ଆଦିମ ସଂସ୍କୃତି ପରମ୍ପରାକୁ ଧରି ରଖିଥାନ୍ତି। ତେଣୁ ଆପଣଙ୍କୁ ପୁନର୍ବାର ଆମେ ଧନ୍ୟବାଦ ପ୍ରଦାନ କରୁଛୁ। ଆମେ ଦେନ୍ ଆମେ ଧନ୍ୟବାଦ ପ୍ରଦାନ କରିବା ଆଜିର ସଂଯୋଜକ ମହୋଦୟଙ୍କୁ, ଅର୍ଜୁନ ସାର୍ଙ୍କୁ, ଜଣେ ଯୁବ ପ୍ରତିଭା ଯେ ନିଜକୁ ବିଭିନ୍ନ କାର୍ଯ୍ୟକ୍ରମ ଭିତରେ ସାମିଲ କରୁଛନ୍ତି, ସମୟ ଦେଉଛନ୍ତି ଏବଂ ପ୍ରତ୍ୟେକ କ୍ଷେତ୍ରରେ ଆନୁଗତ୍ୟ ପ୍ରକାଶ କରି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପାଳନ କରୁଛନ୍ତି। ସେ ନିଶ୍ଚିନ୍ତ ରୂପେ ଆଗକୁ ଏଇଭଳି ଭାବରେ କାର୍ଯ୍ୟ ଜାରି ରଖନ୍ତୁ। ସାହିତ୍ୟ, ସଂସ୍କୃତି, ପରମ୍ପରାକୁ ଆମର ଗଜପତି ଜିଲ୍ଲାରେ ଆଗକୁ ନେବା କ୍ଷେତ୍ରରେ। ଧନ୍ୟବାଦ ଅର୍ଜୁନ ସାର୍। ଧନ୍ୟବାଦ ପ୍ରଦାନ କରିବି ଆମର ଓଙ୍କାର ଉଚ୍ଚାରଣ କରିଥିବା ସ୍ନେହା ବେହେରାଙ୍କୁ। ସିଏ ମଧ୍ୟ ନିଶ୍ଚିନ୍ତ ରୂପେ ଆମ ଜିଲ୍ଲାର ଏକ ତାରକା। ଆଗକୁ ସେ ଉତ୍ତମ କାର୍ଯ୍ୟ ମଧ୍ୟ କରିବେ। ବିବେକ ବାଣୀ ପାଠ କରିଥିବା ରାଜେଶ୍ୱରୀ ନାୟକକୁ ଧନ୍ୟବାଦ ପ୍ରଦାନ କରୁଛି ଏବଂ ଆଜିର ରାଜେଶ୍ୱରୀ ସ୍ୱାଇଁ ଶ୍ରୋତା ସ୍ୱାଇଁ ରାଜେଶ୍ୱରୀ ସ୍ୱାଇଁ, ଠିକ ଅଛି, ସରି ସାର୍, ରାଜେଶ୍ୱରୀ ସ୍ୱାଇଁଙ୍କୁ ମୁଁ ବିବେକ ବାଣୀ ପାଠ ପାଇଁ ଧନ୍ୟବାଦ ପ୍ରଦାନ କରୁଛି। ଶାନ୍ତିପାଠ ଯିଏ କରିବେ ଆଗକୁ, ତାଙ୍କୁ ମଧ୍ୟ ଆମେ ଧନ୍ୟବାଦ ପ୍ରଦାନ କରୁଛି ଏବଂ ପରିଶେଷରେ ଏଇ ଆଭାସୀ ପାଠଚକ୍ରରେ ଉପସ୍ଥିତ ଥିବା ସମସ୍ତ ଶ୍ରୋତାମଣ୍ଡଳୀ, ଶ୍ରୋତାବନ୍ଧୁଙ୍କୁ ଧନ୍ୟବାଦ ପ୍ରଦାନ କରୁଛି। ଏଇଠି ମୁଁ ମୋର ଧନ୍ୟବାଦ ପର୍ବକୁ ସାଙ୍ଗ କରୁଛି। ସମସ୍ତଙ୍କୁ ମୋର ଧନ୍ୟବାଦ ଏବଂ ନମସ୍କାର। ଆପଣଙ୍କୁ ମଧ୍ୟ ଧନ୍ୟବାଦ ମହୋଦୟ। ବର୍ତ୍ତମାନ ମୁଁ ଅନୁରୋଧ କରୁଛି ଶ୍ରୀ କୃଷ୍ଣେନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରୀ ସୁଶ୍ରୀ ସ୍ନେହା ବେହେରାଙ୍କୁ ଶାନ୍ତି ପାଠ ॐ सर्वे भवन्तु सुखिनः, सर्वे सन्तु निरामया, सर्वे भद्राणि पश्यन्तु, मा कश्चित् दुःखभाग् भवेत्। ॐ शान्ति शान्ति शान्तिः। नमस्ते।